ଭକ୍ତି ପ୍ରତ୍ୟେକ କରନ୍ତୁ। ଆସନ୍ତୁ ଆମମାନେ ଏ ସମୟରେ ପରମେଶ୍ୱରଙ୍କୁ ଆରାଧନା କରିବା ପାଇଁ ଯିବା। କାହିଁକି ନା ପରମେଶ୍ୱରଙ୍କ ବିବିଧ ଦୟା ଅନୁସାରେ ଆମମାନେ ଗତ ରାତିରୁ ପ୍ରଭୁଙ୍କର ଅନୁଗ୍ରହ ଦୟା ସକାଶୁ ଆମମାନେ ନୂତନ ସକାଳରେ ପାଦ ରଖିବା ପାଇଁ ଯାଉଅଛୁ। କେବଳ ପ୍ରଭୁଙ୍କର ଦୟା ଅନୁଗ୍ରହ ସକାଶେ ଯୋଉ ପରମେଶ୍ୱର ବାହାରେ ଯିବାରେ ଭିତରେ ଆସିବାରେ ଆମମାନଙ୍କର ସହବର୍ତ୍ତୀ ହୋଇ ରହିଲେ, ସେ ପରମେଶ୍ୱରଙ୍କର ପ୍ରତ୍ୟେକ ମଙ୍ଗଳ ଦାନକୁ ଆମେ ମନେ ପକାଇ ତାହାଙ୍କର ପ୍ରଶଂସା କରିବା, ଗୌରବ କରିବା। ପ୍ରଶଂସା ଗୌରବ କରିବା ପାଇଁ ଆମମାନଙ୍କ ମଧ୍ୟରୁ ଓଟିରୁ ଆଉ ସମସ୍ତଙ୍କର ପ୍ରିୟ ସାରେ ସେ ଆଉ କେହି ନୁହନ୍ତି, ଆଉ ରୋବଟ ଜାକୁବ ଆଜ୍ଞା ଅଛନ୍ତି। ଆମମାନଙ୍କର ଆଦରଣୀୟ ଆଉ ସମ୍ମାନୀୟ ସାରଙ୍କୁ ଆମମାନେ ସମସ୍ତେ ପଞ୍ଚ କରତାଳେ ଦେଇ ପ୍ରଭୁଙ୍କର ଆଉ ଦେଶର ଆରାଧନା ନିମନ୍ତେ ଆହ୍ୱାନ କରିବା। ପ୍ରେଜ୍ ଲର୍ଡ ଆଜ୍ଞା। ପ୍ରେଜ୍ ଲର୍ଡ ଆଜ୍ଞା। Praise the Lord, Bonnie. Praise the Lord. Praise the Lord. Praise the Lord. ସମସ୍ତଙ୍କୁ praise the Lord. ପ୍ରଭୁଙ୍କ ମହାନାମର ଧନ୍ୟବାଦ ହଉ। ଆଜିର ଏ ପବିତ୍ର ଦିନ ଅର୍ଥାତ୍ ଶୁକ୍ରବାର ଦିନ ପ୍ରଭୁ ଆମମାନଙ୍କୁ ଏକାଠି କରି ଅଛନ୍ତି। ଆସନ୍ତା ମାନେ ସେଇ ଦିନଟାକୁ ପ୍ରଭୁଙ୍କ ନାମରେ ସ୍ମରଣ କରି ବୋଧେ ପ୍ରାର୍ଥନା କରି ଆଗକୁ ବଢିବା। ପ୍ରିୟ ପ୍ରଭୁ, ଆମେ ତୁମର ଧନ୍ୟବାଦ କରୁଅଛୁ ବାପା ଆଜିର ପବିତ୍ର ଦିନ ପାଇଁ। ଆମେ ତୁମର ଗୌରବ କରୁଅଛୁ, ଆମେ ତୁମର ପ୍ରଶଂସା କରୁଅଛୁ ଯୀଶୁ ରାଜା। ପ୍ରଭୁ ନୂତନ ଦିନ ଆମମାନଙ୍କର ଜୀବନରେ ତୁମେ ଦେଖେଇଥିବାର ଆମେ ତୁମର ଧନ୍ୟବାଦ କରୁଅଛୁ। ବାହାରେ ଯିବାର ଭିତରେ ଆସିବାର ତୁମ ରକ୍ଷା କଲ ପ୍ରଭୁ। ତୁମରି ଗୌରବ ହେଉ, ତୁମରି ପ୍ରଶଂସା ହେଉ ପ୍ରଭୁ। ଅଳ୍ପ କିଛି ସମୟ ତୁମରି ନାମରେ ପ୍ରଭୁ ଗୀତ ଗାଇ ଆରାଧନା କରିବା ପାଇଁ ତୁମେ ସାହାଯ୍ୟ କର, ଆଶୀର୍ବାଦ କର ଯୀଶୁ। ପ୍ରଭୁ ପ୍ରତ୍ୟେକ ସମୟରେ ତୁମେ ଆମମାନଙ୍କୁ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଅ ବୋଲି ପ୍ରାର୍ଥନା କରୁଅଛି ଯୀଶୁ ରାଜା। ଧନ୍ୟବାଦ ଦେଉଅଛି ଆଜିର ପ୍ରାତଃକାଳୀନ ପାଇଁ ପ୍ରଭୁ। ଆଗାମୀ ସମସ୍ତ କାର୍ଯ୍ୟ ତୁମରି ହସ୍ତରେ ସମର୍ପଣ କରି ସମସ୍ତ ପ୍ରାର୍ଥନା ପ୍ରିୟ ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍ ଆମେନ୍। ଶୁଣି ପାରୁଛନ୍ତି ଆଜ୍ଞା? ଆଜି ଧନ୍ୟବାଦର ଗୀତ ଗାଇ ପ୍ରଭୁଙ୍କର ପ୍ରଶଂସା କରିବା। ଆଜି ଆକ୍ଚୁଆଲି ମୁଁ ଟିକେ ଜାଣିନଥିଲି, ହଠାତ୍ ମୋର ଏଇଟା ଅଛି ବୋଲି ଏବେ ମୁଁ ଜାଣିଲି। କିନ୍ତୁ ପ୍ରସ୍ତୁତରେ କି ଅପ୍ରସ୍ତୁତର ଅସମୟରେ ମଧ୍ୟ ଯାଉ ପ୍ରଭୁଙ୍କର ଗୌରବ କରିବା। ଅତି ପୁରୁଣା ଗୀତ, ଅତି ପୁରୁଣା ଗୀତଟି ଗାଇ ଆମେ ପ୍ରଭୁଙ୍କର ପ୍ରଶଂସା କରିବା। ପ୍ରାର୍ଥନା ଆମ ପଦେ ତୁମ, ଏଇ ଗୀତଟି ଆମେ ସମସ୍ତେ ଜାଣିଛୁ। ମୁଁ ଅନୁରୋଧ କରିବି ଯଦି ଆମେ ସମସ୍ତେ ମଧ୍ୟ ଗାଇପାରିବା, ତାଳି ମାରି ଗାଇବା ପ୍ରଭୁଙ୍କ ନାମରେ, ବହୁତ ଭଲ ହବ। ଆସନ୍ତୁ ଗାଇବା ସେଇ ଗୀତଟି। ପ୍ରାର୍ଥନା ଆମ ପଦେ ତୁମ ଏହି ଜଗତରେ, ତୁମରି ରାଜ୍ୟ ଆସୁ ଯୀଶୁ, ତୁମରି ରାଜ୍ୟ ଆସୁ, ତୁମରି ରାଜ୍ୟ ଆସୁ। ପ୍ରାର୍ଥନା ଆମ ପଦେ ତୁମ ଏହି ଜଗତରେ, ତୁମରି ରାଜ୍ୟ ଆସୁ ଯୀଶୁ, ତୁମରି ରାଜ୍ୟ ଆସୁ, ତୁମରି ରାଜ୍ୟ ଆସୁ। ହାଲେଲୁୟା, 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 ହାଲେଲୁୟା।
କହିଗଲ ତୁମେ ସାକ୍ଷୀ ହେବ, ଘେନି ମୋର ନାମ। ଦେଖ ଏ ଯୁଗର ଶେଷ ଯାଏଁ ମୁଁ ଅଛି ସାଥେ ତୁମ। ସମସ୍ତେ ଗାଇବା। କହିଗଲ ତୁମେ ସାକ୍ଷୀ ହେବ, ଘେନି ମୋର ନାମ। ଦେଖ ଏ ଯୁଗର ଶେଷ ଯାଏଁ ମୁଁ ଅଛି ସାଥେ ତୁମ। ସ୍ମରଣ କରି ଶେଷ ପଥ, ସ୍ମରଣ କରି ଶେଷ ପଥ, କରୁ ନିବେଦନ। ତୁମରି ରାଜ୍ୟ ଆସୁ, যিশু তুমরি রাজ্য আসু, তুমরি রাজ্য আসু। তুম রাজ্য আউ ধার্মিকতা করিবু অন্বেষণ। তুমরি সেবারে জীবন করিবু সমর্পণ। তুম রাজ্য আউ ধার্মিকতা করিবু অন্বেষণ। তুমরি সেবারে জীবন করিবু সমর্পণ। গ্লোরি। শিখাইল যেউ প্রার্থনা, শিখাইল যেউ প্রার্থনা, করু নিবেদন। তুমরি রাজ্য আসু, যিশু তুমরি রাজ্য আসু, ତୁମରି ରାଜ୍ୟ ଆସୁ। ଆସନ୍ତୁ ସମସ୍ତେ ମିଳିମିଶି ତାଳି ମାରି ଗାଇବା। ପ୍ରାର୍ଥନା ମୋ ପଦେ ତୁମ ଏହି ଜଗତରେ, ତୁମରି ରାଜ୍ୟ ଆସୁ, যিশু তুমরি রাজ্য আসু। প্রার্থনা মো পদে তুম গ্লোরি এই জগতরে, তুমরি রাজ্য আসু, যিশু তুমরি রাজ্য আসু, ତୁମରି ରାଜ୍ୟ ଆସୁ। ହାଲେଲୁୟା। ପ୍ରଭୁଙ୍କର ଧନ୍ୟବାଦ ହଉ। ଆଜିର ଏଇ ନୂତନ ଦିନ ଜୀବନରେ ଏକ ନୂତନ ବର୍ଷରେ ପ୍ରଭୁ ଆଶୀର୍ବାଦ କରିଛନ୍ତି। ତେଣୁ ପ୍ରଭୁଙ୍କୁ ମଧ୍ୟ ଧନ୍ୟବାଦ ଦେଉଅଛି। ଗତକାଲି ରାତି ମୋର ସାନ ଭଉଣୀ ଯିଏକି ଏୟାର ହୋଷ୍ଟେସ୍ କାମ କରୁଥିଲା, ଡଲି ବୋଲି ସମସ୍ତେ ଜାଣନ୍ତି, ଆପଣ ମାନେ କହିଲେ ଆଶ୍ଚର୍ଯ୍ୟ ହେବେ। ଗତକାଲି ରାତି ସେ ତାର ଏୟାର ହୋଷ୍ଟେସ୍ ମାନେ ଗତ ମାସରେ ଏୟାର ହୋଷ୍ଟେସ୍ କାମ କରୁଥିବା, ଯୋଉଠାରେ କି ପ୍ରାୟ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାସକୁ ସେ ଦରମା ପାଉଥିଲା, କିନ୍ତୁ ପ୍ରଭୁ ତାଙ୍କୁ ଚାଳନା ଦେବାରୁ ଏୟାର ହୋଷ୍ଟେସ୍ କାମରୁ ସେ ରିଜାଇନ୍ କରି ବର୍ତ୍ତମାନ ପ୍ରଭୁଙ୍କ ପାଇଁ ସମ୍ପୂର୍ଣ୍ଣ ନିଜକୁ ନିୟୋଜିତ କରି ପ୍ରଭୁଙ୍କ ନାମରେ ସେ ସମ୍ପୂର୍ଣ୍ଣ ଭାବରେ ପ୍ରଭୁଙ୍କର ସେବା କରିବାକୁ ବାହାରିଛି। ଗତକାଲି ରାତିରେ ସେ ବାଇବେଲ ଟ୍ରେନିଂ କରିବା ପାଇଁ ସାଉଥ ଆଫ୍ରିକାର ଘାନା, ସେ ପୁଣି ତାଙ୍କ ସ୍ୱାମୀ 2 ଜଣ ସେମାନେ ଗଲେ। ସେଇ କାମରେ ପ୍ରାୟ ରାତି 2ଟା ପର୍ଯ୍ୟନ୍ତ ମୁଁ ଶୋଇନି, ବହୁତ ବ୍ୟସ୍ତ ଥିଲି, ତେଣୁ ମନା କରିଦେଇଥିଲି। କିନ୍ତୁ ପ୍ରଭୁଙ୍କର ପ୍ରଶଂସା କରିବା ପାଇଁ ଏନି ଟାଇମ୍ ଆମେ ପ୍ରଭୁଙ୍କର
स्तुति करिया पाए आमे मध्ये प्रस्तुत हेबा दरकार। तेणु आसन्तु जहा किछि हेले मध्ये प्रभुंकर गौरव करिबा। तेणु आउ गोटे गीत जहाँकि आउ से मो भौणीर प्रिय गीत ता गीत गाइबा एवं प्रभुंकर धन्यवाद करिबा। भूलिबिनी केबे प्रभु तुमरी प्रेम पाइछु जाहा मंगल दान हालेलुया। भूलिबिनी केबे प्रभु तुमरी प्रेम पाइछु जाहा मंगल दान देवाकु प्रभु चरणे तुम देवाकु प्रभु चरणे तुम नाही किछि प्रतिदान मोर नाही किछि प्रतिदान धन्यवाद घेन प्रभु प्रशंसा तुमे घेन धन्यवाद घेन प्रभु प्रशंसा तुमे समस्त गाइबा आउतरे धन्यवाद घेन प्रभु प्रशंसा तुमे घेन मंगलमय प्रभु तुमे करुणामय जिसु तुमे मंगलमय प्रभु तुमे करुणामय जिसु तुमे पाइछु जहाँ जीवने आम हालेलुया पाइछु जहाँ जीवने आम सबूत तुमरी करुणा दान प्रभु सबूत तुमरी करुणा दान धन्यवाद घेन प्रभु प्रशंसा तुमे घेन धन्यवाद घेन प्रभु प्रशंसा तुमे घेन जीवन दाता प्रभु तुमे मुक्ति दाता जिसु तुमे हालेलुया जीवन दाता प्रभु तुमे मुक्ति दाता जिसु तुमे क्रूसे चढ़िल जीवन देल क्रूसे चढ़िल जीवन देल तुम प्रेम अनुपम प्रभु तुम प्रेम अनुपम धन्यवाद घेन प्रभु प्रशंसा तुमे घेन धन्यवाद घेन प्रभु प्रशंसा तुमे घेन हालेलुया हालेलुया। गोटे मिनिट आम समस्त मुख खोली प्रार्थना करिबा। धन्यवाद यीशु धन्यवाद 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 हालेलुया ग्लोरी टू गॉड तुमरी प्रशंसा हो तुमरी महिमा हो तुमरी गौरव करूछु धन्यवाद यीशु धन्यवाद 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 हालेलुया हालेलुया ग्लोरी टू गॉड ग्लोरी टू गॉड ग्लोरी टू गॉड ग्लोरी टू गॉड धन्यवाद यीशु तुमरी धन्यवाद प्रशंसा हो ओ राजा मानकर राजा प्रभुंकर प्रभुंको धन्यवाद धन्यवाद ओ हालेलुया हालेलुया मुख खोलिबा कि 2 मिनिट प्रभुंकर प्रशंसा करिबा कि केवल मोबाइल को न देखंतु किबा किछि भाबंतु नाही एरा कोन ए सब विषय किछि नाही किछि समय आखि बंद करके प्रभुंकर नाम रे धन्यवाद दियंतु कारण प्रशंसा करिबा आराधना करिबा हालेलुया हालेलुया glory to God hallelujah oh hallelujah 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 प्रार्थना रे हुआ प्रभृत दया सिंहासन आगे आंठू पकाओ समस्त
ପ୍ରାର୍ଥନାରେ ହୁଅ ପ୍ରବୃତ, ପ୍ରାର୍ଥନାରେ ହୁଅ ପ୍ରବୃତ। ଶେଷ ପଦଟି ଗାଇବା। ମଶା ଯେ ପର୍ଯ୍ୟନ୍ତ ହାତ ଟେକି ପ୍ରାର୍ଥନାରେ ଥିଲେ କାନ୍ତ। ଆସନ୍ତୁ ଆମେ ଯେ କୌଣସି ଭାବରେ ପ୍ରଭୁଙ୍କର ଆମର ଧନ୍ୟବାଦ କରିବା। ଇସ୍ରାଏଲ ଜୟ କଲେ, ଅମାଲେକ ହାରିଗଲେ, ମାତ୍ର ସେ ନୁଆନ୍ତେ ହାତ ଇସ୍ରାଏଲ ପରାଜିତ। ପ୍ରାର୍ଥନାରେ ହୁଅ ପ୍ରବୃତ, ଦୟା ସିଂହାସନ ଆଗେ ଆଣ୍ଠୁ ପକାଅ ସମସ୍ତ, ପ୍ରାର୍ଥନାରେ ହୁଅ ପ୍ରବୃତ। ଯେତେବେଳେ ପର୍ଯ୍ୟନ୍ତ ଯେତେବେଳେ ପର୍ଯ୍ୟନ୍ତ ଆପଣ ମାନେ ଜାଣନ୍ତି ମୋଶେ ହାତ ଟେକି ପ୍ରାର୍ଥନା କରୁଥିଲେ, ସେତେବେଳେ ପର୍ଯ୍ୟନ୍ତ ଇସ୍ରାଏଲ ଜୟ କଲେ। ଯେତେବେଳେ ସେ ହାତ ନୁଆନ୍ତେ, ହାତ ତଳକୁ ଯେତେବେଳେ ହେଇଗଲା, ସେଇ ସମୟରେ ଅମାଲିକ ମାନେ ଜୟ କଲେ ଏବଂ ଇସ୍ରାଏଲ ମାନେ ହାରିଗଲେ। କିନ୍ତୁ ତାଙ୍କ ହାତକୁ ତାଙ୍କର ବିଶ୍ୱାସୀ ମାନେ ତାଙ୍କ ହାତକୁ ଟେକି ଧରିଲେ, ଯୋଉଥି ଦ୍ଵାରା ପୁନର୍ବାର ଇସ୍ରାଏଲ ଜୟ କଲେ। ସେହି ଗୀତଟି ପ୍ରଭୁଙ୍କୁ ଧନ୍ୟବାଦ ଦେବା। ହାଲେଲୁୟା, ଗ୍ଲୋରି ଟୁ ଗଡ୍, ଗ୍ଲୋରି ଟୁ ଗଡ୍। ଗୋଟେ ଇଂରାଜୀ ଗୀତ ଗାଇବା। This is the day, this is the day that the Lord has made, that the Lord has made. We will rejoice, we will rejoice and be glad in it, and be glad in it. This is the day that the Lord has made. We will rejoice and be glad in it. This is the day, this is the day that the Lord has made. ओडियारे गाइबा। ଏହି ଦିନ ପ୍ରଭୁ କଲେ ନିର୍ମାଣ, ପ୍ରଭୁ କଲେ ନିର୍ମାଣ। ଆନନ୍ଦ ମନ ହୋଇ, ଆନନ୍ଦ ମନ କରୁ ଆସ୍ୱାଦନ, କରୁ ଆସ୍ୱାଦନ। ଏହି ଦିନ ପ୍ରଭୁ ହିଁ କଲେ, ଆନନ୍ଦ ମନ ହୋଇ ଆସ୍ୱାଦନ। ଏହି ଦିନ ପ୍ରଭୁ କଲେ ନିର୍ମାଣ। Celebrate, celebrate, celebrate the victory of the Lord. ସମସ୍ତେ ଗାଇବା। Celebrate, celebrate, celebrate the Lord. He has done great things. He has done great things yet again. He has done great things yet again. Celebrate the victory of the Lord. ଓଡିଆରେ ପାଳିବା, ଆମେ ପାଳିବା ଯୀଶୁଙ୍କର ଜୟ ପାଳିବା। ଜୋରେ ହାଲେଲୁୟା। ପାଳିବା, ଆମେ ପାଳିବା ଯୀଶୁଙ୍କର ଜୟ ପାଳିବା। ଯୀଶୁ ମହାନ କାର୍ଯ୍ୟ କରିଛନ୍ତି, ଯୀଶୁ ମହାନ କାର୍ଯ୍ୟ କରିଛନ୍ତି, ଯୀଶୁ ମହାନ କାର୍ଯ୍ୟ କରିଛନ୍ତି, ଯୀଶୁଙ୍କର ଜୟ ପାଳିବା। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ପ୍ରକୃତରେ ଯୀଶୁ ତୁମେ ମହାନ କାର୍ଯ୍ୟ କରିଅଛ, ଆମମାନଙ୍କର ଜୀବନରେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଅଛ, ଯାହା ଆମେ ଭାବି ନାହିଁ, ଆମମାନଙ୍କର ଚିନ୍ତାଧାରା ନଥାଏ। ସେହିପରି ମହାନ କାର୍ଯ୍ୟ ତୁମେ କରିଅଛ। ତୁମରି ଗୌରବ ହଉ ଯୀଶୁ ବାପା, ତୁମରି ପ୍ରଶଂସା ହଉ ପ୍ରଭୁ। ଆମେ ତୁମର ଧନ୍ୟବାଦ କରୁଛୁ ଯେ ତୁମେ ଆମମାନଙ୍କୁ ସେହିପରି ଏକ ଆଶୀର୍ବାଦର ଦିନ ଦେଇଅଛ, ଆଶୀର୍ବାଦର କାର୍ଯ୍ୟ ଦେଇଅଛ। ଆମମାନଙ୍କର ଜୀବନରେ ତୁମେ କେତେ ଆଶୀର୍ବାଦ କରିଅଛ। ହାଲେଲୁୟା, 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 ହାଲେଲୁୟା।
Ha 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 hallelujah. Ah ha ha hallelujah. Ha 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 hallelujah. Amen. Hallelujah. 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 Glory to God. Hallelujah. Thank you, Jesus. We praise you, Lord. We praise you, Lord. We praise you, praise you, praise you. We give you glory and we honor you, Lord, for this wonderful time. We thank you, Lord. We thank you, Jesus. धन्यवाद यीशु तुम्हारी धन्यवाद है तुम्हारी गौरव है तुम्हारी प्रशंसा है तुम्हारी महिमा है हालेलुया हालेलुया प्रभु तुम्हें मन को दया करी नूतन दिन देइछ प्रभु नूतन वर्ष मध्य मो जीवन रे तुम्हें देइछ बापा धन्यवाद होछि प्रभु यीशु आपद विपद पर्यंत रक्षा कल प्रत्येक दिन प्रभु यीशु तुम्हें मो जीवन रे आशीर्वाद करियछ सेति धन्यवाद होछि आज रे समय को तुमरे हस्ତରେ देउछि बापा अल्प किछि समय प्रभु आमे तुमरे आराधना करी अछि प्रभु यीशु तुमे गौरवान्वित हुओ पिता परमेश्वर प्रत्येक विषय केवल तुमको धन्यवाद देउछु तुमको ही धन्यवाद देउछि प्रभु कौन मागिबी कौन कहिबी मु जाने नहीं प्रभु यीशु ओ प्रभु यीशु अल्प ओ अमनकर से भंगा हृदयटी तुमको देउछि तुमे ग्रहण कर बोली प्रार्थना करूछि प्रभु अल्प समय जहा किछि ओ आराधना करिवार सुजोग तुमे दल धन्यवाद देउछि समस्त कार्य तुमरि हस्ତରେ समर्पण करी धन्यवाद दे समस्त प्रार्थना प्रिय प्रभु यीशु ख्रीष्टଙ୍କ नामରେ मागिलु आमेन आमेन धन्यवाद आगको बढ़ंतु भौणी आमेन 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 धन्यवाद आज्ञा बहुत सुंदर आराधना पुणी अर्थपूर्ण गीतरे आपण आराधना कले बाहर थाई मध्य अनो सही मध्य अति सुंदर स्वर रे आप प्रभुଙ୍କର आराधना कले प्रभु आपन को प्रकार व्यवहार करथांतु आगामी मध्य व्यवहार करी आनंतु प्रभु बहुल रूपे आशीर्वाद करंतु प्रेस लर्ड आज्ञा धन्यवाद आज्ञा ये समय रो सिस्टर टिके टिके गुटे 2 मिनिट समय नेबी मलिक सिस्टर आज्ञा सा आपन जदि आपन विज्ञापन अछि आपन परमिशन टिके दरकार 2-3 मिनिट समय नेबी प्रेस लर्ड थैंक यू सिस्टर थैंक यू आज गुटे स्पेशल डे आज आम मानकर प्रिय प्रभुंकर दास रेवरेंड सी रॉबर्ट जैकब सारंकर आज बर्थडे ताहा सहित आज परिचालना करुथिबा सिस्टर इभांजलिस्ट प्रवीणा मल्लिक सिस्टर मैरेज एनिवर्सरी आओ मु अनुरोध करुछि दुई दुई जन कि हेले भी दुई जन विश करंतु तापर आमे सेमान को पाई प्रार्थना करिबा जे आओ रॉबर्ट जैकब सारंकर सेवा कार्य पाई तांको परिवार पाई मैं प्रार्थना करिबा प्रभु तांको एक नूतन वर्ष रे पदार्पण कले आओ ता सहित प्रवीणा मल्लिक सिस्टर एवं तांको हस्बैंड मिसिची तांको हस्बैंड सहित बहुत स्मार्ट से बहुत भल लगे आम मानकर मल्लिक सिस्टर स्वामी बहुत बढ़िया लोक आदि से बसी भी बहुत खुशी लगी था पुणे अच्छी कि पाखरे भाई अच्छी अछंती सर से घर अछि तो मेघरे आमे विश जणेबू मु अनुरोध करुछि जहा हृदय रे प्रभु कार्य करूछंती आपण माने 2-3 जन सम्मुख को आसंतु आओ दुईटी परिवार को आपण माने विश जणांतो गोटे होउछंती आमानकर रॉबर्ट जैकब सिंचानी सारंकर बर्थडे अछि द्वितीय रे आमानकर प्रवीणा मल्लिक सिस्टरंकर मैरिज एनिवर्सरी हैप्पी बर्थडे रॉबर्ट जैकब सर प्रभु आपन को आशीर्वाद करंतो आज पर्यंत प्रभु अनेक ए प्रकार के ऑस्ट्रेलिया रे नै कि मध्ये आपन तालीम दे कि प्रभुंकर सेवा कार्य करिया पाए आ ओटी भलिया जगह रे प्रभु हमर तांकर सेवा कार्य करिया पाए व्यवहार करूछंती
ए प्रकार आज जन्मदिन आम विश जनाऊँ प्रभु ए प्रकार व्यवहार करतु ए प्रकार सुस्थ सबल रखी आम मान आगामी दिन में ओटी देखा गोटे सुजोग भी सृष्टि कर प्रकार आम मैंने आपण को धन्यवाद जनाऊँ आ विश जनाऊँ आशीर्वाद भी करुचु ए प्रकार प्रभु आपण को व्यवहार करतु। प्रवीणा सिस्टर हैप्पी मैरिज एनिवर्सरी प्रभु आपण मान सुंदर भाव जोड़ी जो जोड़ी की अति सुंदर प्रभु ए पर्यंत कढ़े की आनी जोड़ी की देखले भी भारी भल लगे किंतु पाखरे बसते आउटे भल लगी था किंतु प्रभु आशीर्वाद करंतु ए प्रकार आपण मानकर विवाह जीवनटा सुखमय हो पिला मान को प्रभु आशीर्वाद करंतु ए प्रकार आपण दंपति को प्रभु आशीर्वाद करी करी नियंतु। धन्यवाद। बहुत धन्यवाद सर आम समस्त तरफ परिचय सर सुंदर भाव दुईटी परिवार को कही विश जन आउ जन को अनुरोध करुँ जड़े जेकोसी आउ जड़े आग को आसिक विश जनातु दुईटी परिवार को। बाबूजी नमस्कार समस्त मध्य मोर नमस्कार जनाए नमस्कार। केते वर्ष है बापा केते वर्ष पदार्पण कले? रोबोट आगे प्रश्न पचार केते वर्ष हैला बोली मोर टी अनम्यूट होनी तो ए टैब टा टी एटा हेला लैपटॉप रे जॉइन करनी टैब कोई भी मौसी पर कोई भी हमर बात करंतु आ मां हिसाब रे आशीर्वाद करूची प्रभु घात प्रतिघात समस्त समस्या रु कढ़ाई आनले प्रभुंकर सेवा करिबा पाए ओटी रे रखिछंती ए वर्ष अनुग्रहर वर्ष हो आशीर्वाद वर्ष हो परिवार मध्य शांति सांत्वना प्रभु प्रदान करंतु आत्मिक दिगरे प्रभु बढ़िबा पाए दियंतु। धन्यवाद बापा। बहुत धन्यवाद मौसी बहुत धन्यवाद प्रमोद आज्ञा मध्य धन्यवाद भौणी आम मानकर आज तांकर मैरिज एनिवर्सरी प्रभु आशीर्वाद करंतु तांको परिवार को तांकर समस्त पुत्र कन्या मान को आशीर्वाद करंतु एही प्रकार उभय उभय को आ बुझी शांति श्रृंखला रे परिवार गठन करंतु परिवार सहित प्रभु को स्मरण करी प्रभु को समस्त भार दे परिवार शांति रे रुहंतु। धन्यवाद यह मोर कामना। धन्यवाद रीमा माँ धन्यवाद सुंदर भाव में आम समस्त तरफ आपन विश जन मेनी मेनी हैप्पी रिटर्न्स ऑफ द डे माय डियर अंकल सी रॉबर्ट जैकब गॉड ब्लेस यू एबंडेंटली। आपण यंग देखा जाउछंती आपण अवश्य बयस कहले नी किंतु आपण यंग अछंती यंग रहिबे ता सहित हैप्पी मैरिज एनिवर्सरी डियर सिस्टर प्रवीणा मल्लिक एंड आवर ब्रदर आपण मान को प्रभु बहुल भाव में आशीर्वाद करंतु। मु अनुरोध करुछि आम मान मध्य अभिषिक्त प्रभु दास अच्छी रेवरेंड जुगल जेना सार अच्छी पालक जुगल जेना सार अच्छी सार मत शुणी पारुछंती? ओके प्रेज द लॉर्ड प्रेज द लॉर्ड प्रेज द लॉर्ड सर आपण आमर रॉबर्ट जैकब सार आ प्रवीणा मल्लिक सिस्टर परिवार प्रार्थना संक्षिप्त रे करंतु सर। ओके ओके हैप्पी बर्थडे Jim brother and Sister Pravina Malik happy anniversary आसंतु प्रार्थना करिया। सर्वशक्तिमान आमानकर प्रिय प्रभु आमे तुमर धन्यवाद प्रशंसा करूछु प्रभु गौरव करूछु जेहेतु ए मुहूर्त पर्यंत प्रभु आमानको ए जगत रे जीवित मानक मध्य तुमे नाम स्थान देइछ तुमर विविध दया करुणा हेतु प्रभु जगत रे आमाने बंचिछु। प्रिय प्रभु आमानकर कौनसी उत्तमता धार्मिकता पवित्रता नहीं केवल तुम दया करुणा आम प्रति प्रभु तुम रखिछ से आमे तुमर धन्यवाद करुछि। प्रिय प्रभु ए समय विशेष धन्यवाद करुछि ब्रदर जिम पाई तुमे तांको अनुग्रह करी तांकर जन्मावधि आज पर्यंत जगत रे जीवित मानक मध्य तांको नाम स्थान देइछ तांको जन्म दिन ठारू तांकर समस्त भार जत्न तत्न दायित्व बहन करी प्रिय प्रभु तुमे तांको उच्च शिक्षित करिछ आ तुम सेवारे प्रभु तुमे तांको व्यवहार करुथिबार मु तुमर धन्यवाद करुछि।
विशेष ए वर्ष आशीर्वादर वर्ष, अनुग्रहर वर्ष, शांतिर वर्ष, स्वास्थ्यकर वर्ष, संपतर वर्ष हो बोली प्रार्थना करुछि। वर्षर आरंभर वर्षर शेष पर्यंत तुमे तांको प्रति मनोयोगी हो आउ तुम दृष्टि तांको प्रति रहू। से जो आड़े गले मध्य कृतकार्य सफलवंत हुंतु। तुमर आशीर्वाद तांकर संग धरू, तुमर मंगल दया तांकर पश्चात गमन करू। तुमे जेपरि इस्राएल संतान मानकु कहि अछ आम्भे तुमर गोड़े गोड़े आशीर्वाद करिया बोली, सेही परि तुमे तांकर गोड़े गोड़े आशीर्वाद कर। जेपरि तुमे कहि अछ सामुएल रो पदे कथा मध्य तळे पड़िबाकु सदा प्रभु देले नाही, सेही परि तांकर पदे कथा मध्य तळे न पड़ू। प्रचुर आशीर्वाद मंगल दान दे ए वर्ष तुम गौरवार्थे व्यवहार कर बोली निवेदन करुछि। आ विशेष तुम दृष्टि रे से तुमर चक्षुर पितुला परि हो, सबु बेले तुमर सुरक्षार बाड़ तांको तुमे दान कर। आउ सही परि जीवंत प्रभु प्रिय दासी प्रबीला मल्लिकंकु तांको स्वामींकु तुम हस्तर समर्पण करुछि। प्रिय प्रभु हैप्पी मैरिज एनिवर्सरी रे पहुंचीबा पाए अवकाशटीए सेमानकु देल बोली मु तुमर धन्यवाद करुछि। उभयंकु तुमे हस्तार्पण करी आशीर्वाद कर। जेपरि परस्पर मध्य स्नेह प्रेम ममता रहू, सब बेले उभय तुमको भय करी धार्मिक भाव में जीवन यापन करी तुमर विधि व्यवस्था पालन करी झिकरी एलिजाबेथ परी से माने धार्मिक भाव में जगत रे बंचिबे से अनुग्रह तुमे प्रदान कर। प्रिय दासी मध्य प्रत्येक दिन विभिन्न जूम रे जॉइन करी आध्यात्मिक क्षेत्र रे से वृद्धि पाउछंदी, सेतिपाई मध्य धन्यवाद करुछि। तांको जो टैलेंट तुमे देइछो सेतिपाई मध्य धन्यवाद करुछि। उभय परिवार को आशीर्वाद करबा संगे संगे जीवंत प्रभु से मानकर जावजीवन तुम गौरवार्थे व्यवहार कर एवं ए जगत रे जेपरि एक सुंदर परिवार भाव से माने गठित हेबे से अनुग्रह से मानक जीवन रे प्रभु तुमे भरी दियो बोली निवेदन करुछि। जागतिक क्षेत्र में खाइबा पीवा पिंदिबार प्रचुरता से मानक तुमे दान कर। समस्त प्रकार मंगल दान आशीष रे भरपूर कर दियो। पुनर्बार उभय परिवार को उपस्थित आम प्रत्येक व्यक्ति विशेष को आज समस्त कार्यक्रम को तुम हस्तर दे जीशु नाम रे प्रार्थना कली पिता, आमेन 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 आमेन। धन्यवाद सर। आमंकर रेवरेंड जुगल जेना सर को धन्यवाद दउछि। सुंदर भाव रे दुईटी परिवार को आशीर्वाद करिसंती, ता सहित विश मध्य जणैछंती। आ जो माने प्रभुकर दासदासी माने मध्य विश जणैतिले समस्त को मैं धन्यवाद दउछि। आ वर्तमान कंटिन्यू करिवे, प्रवीणा सिस्टर कंटिन्यू करिवे। आज्ञा तांको हस्बैंड आसी गेले आज्ञा पाखरे बसचंती प्रवीणा गायकर। प्रेज द लॉर्ड। प्रेज द लॉर्ड, प्रेज द लॉर्ड। भलो अछंती? Thank you very much. Thank you for wishing us, and thank you very much all the people. ए वैवाहिक जीवन प्रवीणा भणी को भाई को जीवन में महामंगल आशीर्वाद आसु ये हम कल्याण प्रार्थना करूछु। एई वर्षर तांको जीवन रे सब आशीर्वाद प्रभु दियंतु, यही हमर शुभ कामना। आ रबट आज्ञा को मध्य प्रभु नूतन वर्ष नुआ आशीर्वाद रास्ता खोलंतु, आ नुआ नुआ बल पाई प्रभु को सेवा आगु बढ़ंतु, यही हमन को प्रार्थना। दुई जन को प्रभु आशीर्वाद युक्त करन। धन्यवाद। समस्त प्रेस लॉर्ड विश जणैथिबारु आ समस्त धन्यवाद दउछि। आपनक स्नेह प्रेम ए प्रकार आम प्रति थाओ। आपण मानक आशीर्वाद थेले आम माने प्रभु ठारे बढ़ी पारु, परिवार रे मध्य शांति आनी पारबो। आपण मानक भल पाइबा पई स्नेह पई हृदयर सहित आम प्रत्येक परिवार तरफरु पुनी रोबर्ट जाको सार का परिवार तरफरु आ समस्त हृदयर सहित धन्यवाद जणाउछि। ए प्रकार स्नेह प्रेम रे आम माने आगु बढ़ुतबा आ मिलीमिशी प्रभुଙ୍କର सेवा କରୁଥିବା प्रत्येक जनकर प्रार्थना आम निमंते आशीर्वाद अटे। ସେଥିପାଇଁ ସମସ୍ତ ହୃଦୟର ସହିତ ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଏଇ ସମୟରେ ଆମେ ଆଉ ଗୁରୁତ୍ୱପୂର୍ଣ୍ଣ ସମୟ ମାଧ୍ୟମରେ ପହଞ୍ଚିଛୁ, ଆଉ ଯାହାକି ପରମେଶ୍ୱରଙ୍କ ମୁଖ ନିଃସୃତ ବାକ୍ୟ ଶୁଣିବା ପାଇଁ ଯିବା। ଯୋଉ ବାକ୍ୟ କି ଆମମାନଙ୍କୁ ଜୀବନ ଦେଇଥାଏ, ଯୋଉ ବାକ୍ୟରେ ଆମମାନେ ମଧ୍ୟ ନିଜ ଜୀବନକୁ ସଜାଡି ଥାଉ, ତାହା ନୁହେଁ ମଧ୍ୟ ଜଣେ ବ୍ୟକ୍ତି ମଧ୍ୟ ଆଉ ସେଇ ବାକ୍ୟ ଦ୍ଵାରା ନିଜକୁ ଗଢି ତୋଳି ଦେଇଥାଏ।
ଆସନ୍ତୁ ସେଇ ପରମେଶ୍ୱରଙ୍କ ଜୀବନ୍ତ ବାକ୍ୟ ଏ ପ୍ରାତ ସମୟରେ ଆମମାନେ ଶୁଣିବା। ମୁଁ ଆଶା କରେ, ବିଶ୍ୱାସ କରେ ଆମେ ପ୍ରତ୍ୟେକ ବାକ୍ୟ ଶୁଣିଲା ପରେ ନିଶ୍ଚିନ୍ତ ପରମେଶ୍ୱର ଠାରୁ ଆଶୀର୍ବାଦ ପାଇବା। ଏଇ ସମୟରେ ଆମମାନଙ୍କ ମଧ୍ୟରେ ଆମମାନଙ୍କର ପ୍ରିୟ ଦିଦି ଅଛନ୍ତି, ଜୁଲିୟନ ଦିଦି ଅଛନ୍ତି। ଆମେ ତାଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରିବା। ଆଉ ପ୍ରଭୁଙ୍କର ପ୍ରିୟ ଦାସୀ, ଆମ ପ୍ରତ୍ୟେକ ଜଣଙ୍କର ପ୍ରିୟ ଦିଦି ଅତି ସୁନ୍ଦର ସରଳ ଭାବରେ ପ୍ରଭୁଙ୍କର ବାକ୍ୟ ଦ୍ଵାରା ସିଏ ଆମମାନଙ୍କୁ ପଢିନାହାନ୍ତି। ତାଙ୍କ ଶିକ୍ଷା ବହୁତ ସୁନ୍ଦର ଥାଏ, ବହୁତ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ଥାଏ। ଆସନ୍ତୁ ଆମେ ଏଇ ସମୟରେ ପ୍ରଭୁଙ୍କର ପ୍ରିୟ ଦାସୀ ଆମମାନଙ୍କର ପ୍ରିୟ ଦିଦିକୁ ଉଞ୍ଚ କରତାଳି ଦେଇ ଆଜିର ବାକ୍ୟ ନିମନ୍ତେ ଆହ୍ୱାନ କରିବା। ପ୍ରେଜ୍ ଦି ଲର୍ଡ ଦିଦି। Praise the Lord. ପ୍ରଭୁଙ୍କ ନାମ ଗୌରବ ହଉ। ଉପସ୍ଥିତ ଥିବା ସବୁ ଗୁରୁଜନ ମାନଙ୍କୁ, ପ୍ରଭୁଙ୍କ ଦାସ ଦାସୀ ମାନଙ୍କୁ, ବିଶ୍ୱାସୀ ମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର। ପ୍ରଭୁ ଆମମାନଙ୍କୁ ଆଉ ଏକ ଦିନ ଦେଖିବା ପାଇଁ ଦେଲେ। ବିଶେଷ ଆନନ୍ଦର ଦିନ ଏଇ ଜୁମ୍ ରେ ଆଜି ରବର୍ଟ ସାରଙ୍କର ଜନ୍ମଦିନ, ପ୍ରବୀଣା ଭଉଣୀ ଏବଂ ତାଙ୍କ ସ୍ୱାମୀଙ୍କର ମ୍ୟାରେଜ ଆନିଭର୍ସରୀ। ପ୍ରଭୁ ସେମାନଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ, କରିଛନ୍ତି, ପ୍ରଭୁଙ୍କ କାର୍ଯ୍ୟରେ ବ୍ୟବହାର କରୁଛନ୍ତି, ସେଥିପାଇଁ ଆମେ ସମସ୍ତେ ଆନନ୍ଦିତ। ଆସନ୍ତୁ ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଅଳ୍ପ ସମୟ ଆଲୋଚନା କରିବା ଯୌନତାର 20 ପର୍ବ ତାର 17 ପଦରୁ। ଯୌନ ଲିଖିତ ମଙ୍ଗଳ ସମାଚାର ତାର 20 ପର୍ବ 17 ପଦ। ଆଉ ଏ ସ୍ଥାନରେ ଏ ପ୍ରକାର ଲେଖାଯାଏ, ଯୀଶୁ ତାଙ୍କୁ କହିଲେ, ମତେ ଧରି ରଖ ନାହିଁ, କାରଣ ମୁଁ ଏପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରି ନାହିଁ। କିନ୍ତୁ ମୋର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ, ମୁଁ ମୋହର ପିତା ଓ ତୁମ୍ଭମାନଙ୍କର ପିତା, ମୋହର ଈଶ୍ୱର ଓ ତୁମ୍ଭମାନଙ୍କର ଈଶ୍ୱରଙ୍କ ନିକଟକୁ ଆରୋହଣ କରୁଅଛି। ତେବେ ଆଜିର ଆମର ଫୋକସ୍ ରହିବ, ଯୀଶୁ ତାଙ୍କୁ କହୁଛନ୍ତି, ମତେ ଧରି ରଖ ନାହିଁ। ଆସନ୍ତୁ ପଦେ ପ୍ରାର୍ଥନା କରି ନିଜ ନିଜକୁ ସମର୍ପଣ କରିବା। ତାପରେ ଆମେ ପ୍ରଭୁଙ୍କ ବାକ୍ୟ ମଧ୍ୟକୁ ଯିବା। ଧନ୍ୟବାଦ, 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 ଧନ୍ୟବାଦ ପ୍ରଭୁ, ତୁମ ନାମର ଧନ୍ୟବାଦ ପ୍ରଶଂସା କରୁଛୁ। ସମସ୍ତ ଧନ୍ୟବାଦ ପ୍ରଶଂସା ପାଇବାର ମାନଙ୍କର ଏକମାତ୍ର ପରମେଶ୍ୱର ବାପା, এই ପ୍ରାପ୍ତ କାଳରେ ତୁମର ପାଦ ତଳେ ବସିବା ପାଇଁ ପ୍ରଭୁ ତୁମେ ଆମମାନଙ୍କୁ ଅନୁଗ୍ରହ କରିଛ, ଜୀବିତ ମାନଙ୍କ ମଧ୍ୟରେ ରଖୁଛ। ଧନ୍ୟବାଦ କରୁଛୁ। ପ୍ରଭୁ ତୁମର ଜୀବନ୍ତ ବାକ୍ୟ ନିକଟକୁ ଆମେ ଆସିଛୁ। ପିତା, ତୁମେ ଆମମାନଙ୍କୁ ତୁମର ବାକ୍ୟର କଥା କୁହ, ଯାହା ଶିଖାଇବା ପାଇଁ ମାଗୁଛ ପ୍ରଭୁ, ମତେ ପୁଣି ମୋର ଭାଇ ଭଉଣୀ ମାନଙ୍କୁ ତୁମେ ପ୍ରଭୁ ତୁମର ବାକ୍ୟରେ ଶିକ୍ଷିତ କରାଅ, ଯେପରି ଆମମାନେ ଏଇ ଜଗତରେ ପ୍ରଭୁ ତୁମର ପିଲା ପରି ଦେଖାଯିବ। ତୁମର ବାକ୍ୟ ଅନୁସାରେ ଆମେ ପ୍ରଭୁ ଗତି କରିବୁ। ପ୍ରଭୁ ପୁଣି ତୁମର ରାଜ୍ୟ ପାଇଁ ପ୍ରସ୍ତୁତ ହେବାକୁ ପାରିବୁ। ତୁମେ ଦୟା କରି ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କର। ନିଜକୁ ମଧ୍ୟ ତୁମର ପାଦ ତଳେ ରଖୁଛି ବାପା, ତୁମେ ମତେ ଆପାଦ ମସ୍ତକ ପ୍ରଭାବିତ କର। ଯୋଉ ବାକ୍ୟ ପ୍ରଭୁ ତୁମେ ଦବା ପାଇଁ ଚାହୁଁଛୁ, ତୁମେ ମୋର ଶ୍ରାଦ୍ଧରେ ସେଇ ବାକ୍ୟ ହିଁ ତୁମେ ପ୍ରକାଶ କର। ଗୌରବ ମହିମା ପ୍ରଶଂସା ସବୁ ତୁମରି, ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ମାନେ ଏଇ ସ୍ଥାନରେ ଯୋଉ ଘଟଣାଟି ଆମେ ପଢିଲୁ, ଏଇଠି এই ଘଟଣାଟି ଯୀଶୁଙ୍କ ପୁନରୁତ୍ଥାନ ଦିନର ଘଟଣା। ପ୍ରାତ କାଳରେ ସପ୍ତାହର ପ୍ରଥମ ଦିନରେ ପ୍ରଭୁ ଯୀଶୁ ଯେତେବେଳେ ପୁନରୁତ୍ଥିତ ହେଇଛନ୍ତି, ଆଉ ତାର ପରବର୍ତ୍ତୀ ଘଟଣା ଯୋଉ ସ୍ଥାନରେ ପ୍ରଭୁ ଯୀଶୁଙ୍କୁ ଖବର ଦିଆଯାଇଥିଲା, ସେଇ ସ୍ଥାନର ହିଁ ଘଟଣା। ଆଉ ଅତି ପ୍ରତ୍ୟୁଷରୁ ମଗଦଲିନୀ ମରିୟମ, ପୁଣି ଅନ୍ୟ ମରିୟମ ମାନେ ସେମାନେ ପ୍ରଭୁ ଯୀଶୁଙ୍କୁ ସୁଗନ୍ଧି ଦ୍ରବ୍ୟ ମଖେଇ ଦେବା ପାଇଁ ବା ଲଗେଇ ଦେବା ପାଇଁ ସେମାନେ ଆସିଛନ୍ତି। ଆଉ ଯେତେବେଳେ ସେମାନେ ଆସି ସେଇ ସ୍ଥାନରେ ପହଞ୍ଚନ୍ତି, ସେମାନଙ୍କ ନିମନ୍ତେ ସମସ୍ୟା ରହିଛି। କିନ୍ତୁ ପରବର୍ତ୍ତୀ ସମୟରେ ଆମେ ଦେଖୁଛୁ ଯେ ସେଇ ସମସ୍ୟା ଦୂର ହେଇଛି। ଯୋଉ ପଥରଟି ସେମାନଙ୍କ ନିମନ୍ତେ ସେଦିନ ସମସ୍ୟା ଥିଲା, ସେଇ ପଥରଟି ଗଡେଇ ଦିଆଯାଇଥିଲା। ଆଜି ଯେତେବେଳେ ସେମାନେ ପହଞ୍ଚନ୍ତି ଆଉ ଦେଖୁଛନ୍ତି
जे से स्थान रे जीसु नाहंती ଆଉ ମଗଦଲିନୀ ମରିୟମ ରେ ଅନ୍ୟମାନେ ନିଶ୍ଚିତ ଭାବରେ ଅସ୍ଥିର ରହିଛନ୍ତି, କାରଣ ସେମାନେ ନିଜର ଆବେଗକୁ ପ୍ରକାଶ କରି ନିଜର ପ୍ରେମକୁ ସେ ଅନ୍ତିମ ପ୍ରେମକୁ ପ୍ରକାଶ କରିବା ପାଇଁ ପ୍ରଭୁ ଯୀଶୁଙ୍କ ପ୍ରତି ସେମାନେ ସୁଗନ୍ଧି ଦ୍ରବ୍ୟ ନେଇ ଆସିଅଛନ୍ତି, କିନ୍ତୁ ଯୀଶୁଙ୍କୁ ପାଇନାହାନ୍ତି। ଯାହା ନିମନ୍ତେ ଆସିଛନ୍ତି ତାଙ୍କୁ ସେ ପାଇ ପାରୁନାହାନ୍ତି। ଆଉ ସ୍ତ୍ରୀ ଲୋକମାନେ ଯୌନଙ୍କ ଲିଖିତ ଅନୁସାରେ ସେମାନେ ଦୌଡ଼ି ଯାଇଛନ୍ତି ଶିଷ୍ୟମାନଙ୍କୁ ଖବର ଦେବା ପାଇଁ। ସେ ସେଠାରେ ନାହାନ୍ତି, ସେ ସ୍ଥାନରେ ନାହାନ୍ତି ଯୋଉ ସ୍ଥାନରେ ପ୍ରଭୁ ଯୀଶୁଙ୍କୁ ଖବର ଦିଆଯାଇଥିଲା, ଗୁରୁଙ୍କୁ ଖବର ଦିଆଯାଇଥିଲା, ସେ ସ୍ଥାନରେ ସେ ନାହାନ୍ତି। ଶିଷ୍ୟମାନଙ୍କ ମଧ୍ୟରୁ ପିତର ଯୋହନ ମଧ୍ୟ ଦୌଡ଼ି ଆସୁଛନ୍ତି। ଖବର ମଧ୍ୟକୁ ଯୋହନ ଉଙ୍କି ମାରି ଦେଖୁଛନ୍ତି ସେ ସ୍ଥାନ ଖାଲି ପଡିଛି, କିନ୍ତୁ ପିତର ଯେତେବେଳେ ଆସି ପହଞ୍ଚନ୍ତି ସେତେବେଳେ ସେ ପ୍ରବେଶ କରନ୍ତି ଆଉ ସେ ସ୍ଥାନକୁ ଶୂନ୍ୟ ଦେଖନ୍ତି। ଶିଷ୍ୟମାନେ ମଧ୍ୟ ଯୀଶୁଙ୍କୁ ନ ପାଇକି ଫେରି ଯାଇଛନ୍ତି, କିନ୍ତୁ ମଗଦଲିନୀ ମରିୟମ ସେ ଗୋଟେ ଲକ୍ଷ୍ୟ ନେଇକି ଆସିଥିଲେ, ଯାହାଙ୍କୁ ସେଇ ଜଗତରେ ଗୁରୁ ବୋଲି ମାନିଛନ୍ତି, ରବ୍ବି ବୋଲି ମାନିଛନ୍ତି, ସେଇ ଗୁରୁ ସେ ଅନ୍ତିମ ତାଙ୍କର ପ୍ରେମକୁ ପ୍ରକାଶ କରିବା ପାଇଁ ସେ ଚାହୁଁଛନ୍ତି, କାରଣ ସେଇଦିନ ତାହା ସେ କରିପାରି ନାହାନ୍ତି ଯେତେବେଳେ ପ୍ରଭୁ ଯୀଶୁ ମୃତ୍ୟୁବରଣ କରିଛନ୍ତି। ବିଶ୍ରାମବାର ହେତୁ ସବୁ କିଛି କାର୍ଯ୍ୟକୁ ସେଇଠାରେ ସମାପ୍ତ କରିବାକୁ ପଡିଛି। ସେମାନଙ୍କର ମନର ଯୋଉ ଆବେଗ ଗୁରୁଙ୍କ ପ୍ରତି ଯୋଉ ପ୍ରେମ ତାହା ପ୍ରକାଶିତ ହେଇପାରି ନାହିଁ, ଆଉ ସେଇ ପ୍ରେମକୁ ପ୍ରକାଶ କରିବା ପାଇଁ ସପ୍ତାହର ପ୍ରଥମ ଦିନ ହଉ ହଉ ଅତି ପ୍ରତ୍ୟୁଷରେ ଯେତେବେଳେ ଜେରୁସାଲେମବାସୀ ଯେତେବେଳେ ସମସ୍ତେ ସ୍ତୁବ୍ଧ, ଯେତେବେଳେ ସେମାନେ ନିସ୍ତବ୍ଧ, ଯେତେବେଳେ ସେମାନେ ସୁପ୍ତ, ସେଇ ସମୟରେ ସ୍ତ୍ରୀ ଲୋକମାନେ କବରଖାନାକୁ ଆସୁଛନ୍ତି, ଯୋଉ ସ୍ଥାନରେ ପ୍ରଭୁଙ୍କୁ କବର ଦିଆଯାଇଥିଲା ସେ ସ୍ଥାନ ସେମାନେ ଦେଖିଥିଲେ, ଆଉ ସେମାନେ ଆସୁଛନ୍ତି। ଆଉ ପ୍ରଭୁ ଯୀଶୁଙ୍କୁ ଏଇ ଉଦ୍ଦେଶ୍ୟରେ ଯେ ସୁଗନ୍ଧି ଦ୍ରବ୍ୟ ଲଗେଇ ଦେବେ, ତାଙ୍କର ସେଇ ଶେଷ ଇଚ୍ଛା ଯାହା ସେମାନେ କରିପାରି ନଥିଲେ ତାକୁ ହିଁ ପରିପ୍ରକାଶ କରିବେ, କିନ୍ତୁ ଯୀଶୁଙ୍କୁ ପାଇପାରୁନାହାନ୍ତି। ମଗଦଲିନୀ ମରିୟମ ଅତି ବ୍ୟାକୁଳ ଭାବରେ ପ୍ରଭୁ ଯୀଶୁଙ୍କୁ ଖୋଜୁଛନ୍ତି, ଆଖିରୁ ଅଶ୍ରୁ ଧାରା ବହି ଯାଉଛି, ରୋଦନ କରୁଛନ୍ତି, ଅତିଶୟ ରୋଦନ କରୁଛନ୍ତି, ଆଉ ସେ ଖୋଜି ବୁଲୁଛନ୍ତି ମୋର ଗୁରୁଙ୍କୁ କିଏ ନେଇଗଲା। ସେଇ ସ୍ଥାନରେ ଆଉ ରୋମିଓ ସେଇ ସୈନ୍ୟମାନଙ୍କୁ ସେ ଦେଖି ପାରୁନାହାନ୍ତି, ଯୋଉ ସୈନ୍ୟମାନେ ସେ ଖବରକୁ ଜଗିଥିଲେ ସେଇ ସ୍ଥାନ ଶୂନ୍ୟ ପଡିଛି, ଗୋଟିଏ ହେଲେ ମନୁଷ୍ୟ ଦିଶୁନାହାନ୍ତି ଯାହାକୁ କି ସେ ପଚାରି ପାରିବେ ମୋ ଗୁରୁ କୋଉଠି ଅଛନ୍ତି। এই ପ୍ରକାର ପରିପ୍ରେକ୍ଷୀରେ ପ୍ରଭୁ ଯୀଶୁ ତାଙ୍କୁ ଦର୍ଶନ ଦିଅନ୍ତି, ଆଉ ମଗଦଲିନୀ ମରିୟମ ଆପଣା ଗୁରୁଙ୍କୁ ସେ ପାଇପାରିଛନ୍ତି, ଅତି ନିକଟରେ ପାଇଛନ୍ତି। ସେ କେବେ କଳ୍ପନା କରିନଥିଲେ ଯେ ତାଙ୍କର ଗୁରୁ ଜୀବିତ ଅଟନ୍ତି। ଗତ ଦିନ ମାନଙ୍କରେ ସେ ବାକ୍ୟକୁ ଆମମାନେ ସ୍ମରଣ କରୁଥିଲେ, ପ୍ରଭୁ ଯୀଶୁଙ୍କର ଗୋଟିଏ ଡାକ ଯୋଉ ମୃତ ରବ୍ବି ବା ଗୁରୁଙ୍କୁ ସେ ଖୋଜୁଥିଲେ ତାହା ପରିବର୍ତ୍ତିତ ହେଇଗଲା, ଆଉ ସେ ବର୍ତ୍ତମାନ ଜୀବିତ ପ୍ରଭୁଙ୍କ ସମ୍ମୁଖରେ ସେ ଦଣ୍ଡାୟମାନ, ଆଉ ସାଙ୍ଗେ ସାଙ୍ଗେ ସେ ତାଙ୍କର ଗୋଡ ତଳେ ପଡି ଯାଇଛନ୍ତି। ତାଙ୍କର ହୃଦୟର ଆବେଗ ଯୋଉ ପରିପ୍ରକାଶ ହେଇନଥିଲା, ଆଉ ସେ ଚାହୁଁଛନ୍ତି ବର୍ତ୍ତମାନ ତାଙ୍କ ଗୁରୁଙ୍କୁ ଆଉ କେହି ନ ନେଇଯାଉ ତାଙ୍କ ଠାରୁ। ସେ ଯୋଉ ମିସ୍ କରିଛନ୍ତି ଏତିକି ଦିନ ଗୁରୁଙ୍କର ଆବସେନ୍ସ କୁ, ଯୋଉ ପ୍ରକାର ସେ ଗୁରୁଙ୍କୁ ଖୋଜିଛନ୍ତି, ଗୁରୁଙ୍କ ଅନୁପସ୍ଥିତି ତାଙ୍କ ଜୀବନକୁ କି ପ୍ରକାର ଭାବରେ ପ୍ରଭାବିତ କରିଛି, ସେଇ ସବୁ ଆବେଗକୁ ପରିପ୍ରକାଶ କରିକି ସେ ବର୍ତ୍ତମାନ ଚାହୁଁଛନ୍ତି ତାଙ୍କ ଠାରୁ ଆଉ ଗୁରୁ
ପୃଥକ ନ ରୁହନ୍ତୁ। ସେ ତ ସେଇ ଚରଣକୁ ଧରି ରହିଛନ୍ତି ଏବଂ ସେ ଚାହୁଁନାହାନ୍ତି ଗୁରୁ ତାଙ୍କ ନିକଟରୁ ଆଉ ଥରେ ଚାଲି ଯାଆନ୍ତୁ। ଆଉ ଏଇ ପରିପ୍ରେକ୍ଷୀରେ ଏଇ 17 ପଦରେ ପ୍ରଭୁ ଯୀଶୁ ତାଙ୍କୁ କହୁଛନ୍ତି, ମତେ ଧରି ରଖ ନାହିଁ, ମତେ ଧରି ରଖ ନାହିଁ, କାରଣ ମୁଁ ଏ ପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରିନାହିଁ। ପ୍ରଭୁ ଯୀଶୁ ଗୋଟିଏ ମିଶନ କାର୍ଯ୍ୟରେ ଆସିଛନ୍ତି। ପ୍ରଭୁ ଯୀଶୁ ଗୋଟେ ମିଶନ କାର୍ଯ୍ୟରେ ଅର୍ଥାତ୍ ପିତାଙ୍କର ଇଚ୍ଛାକୁ ସାଧନ କରିବା ପାଇଁ ଏଇ ଜଗତକୁ ସେ ଆସିଛନ୍ତି। ସେ ଆସିନଥିଲେ ନିଜର ସାମ୍ରାଜ୍ୟ ବିସ୍ତାର କରିବା ପାଇଁ, ସେ ଆସିନଥିଲେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ, ଏଇ ଜଗତରେ ଭୋଗ ବିଳାସ କରିବା ପାଇଁ, ମାତ୍ର ପିତାଙ୍କର ଇଚ୍ଛାକୁ ସଫଳ କରିବା ପାଇଁ। ଆଉ ସେଇ ଇଚ୍ଛା କଣ ଥିଲା? ଯେ ସେଇ ଜଗତର ପାପ ଭାର କରି ନେଇଯିବେ, ଜଗତ ସମସ୍ତ ମାନବ ଜାତିର ପାପର ପ୍ରାୟଶ୍ଚିତ ସ୍ୱରୂପ ବଳି ସେ ହେବେ। ଏହି କାର୍ଯ୍ୟ ଧରିକି ସେ ଆସିଛନ୍ତି ଏବଂ କ୍ରୁଶ ଉପରେ ସେଇ କାର୍ଯ୍ୟକୁ ସେ ସମାପ୍ତ କରିଛନ୍ତି। ଆଜି ଯେତେବେଳେ କାର୍ଯ୍ୟ ସମାପ୍ତ ହେଇଛି, ସେଇ ସମୟରେ ସେ ଘୋଷଣା କରିଛନ୍ତି ସମାପ୍ତ ହେଲା। ଆଉ ଆମମାନେ ଦେଖୁଛୁ ସେଇ ବିଚ୍ଛେଦ ବସ୍ତ୍ର ତା ଉପରୁ ତଳକୁ ଚିରି 2 ଖଣ୍ଡ ହଉଛି। ଯୋଉ ବାଧା ଥିଲା ପିତାଙ୍କ ନିକଟକୁ ମନୁଷ୍ୟର ଯିବାର, ପିତାଙ୍କ ସହିତ ମନୁଷ୍ୟର ମିଳନର, ସେଇ ବାଧା ଦୂରୀକୃତ ହଉଛି। ସମସ୍ତଙ୍କ ପାଇଁ ସେଇ ଦ୍ୱାର ଉନ୍ମୁକ୍ତ ହେଇଯାଉଛି। ଯିଏ କେହି ବିଶ୍ୱାସ କରିବ ସେ ଈଶ୍ୱରଙ୍କ ସନ୍ତାନ ହବାର ଅଧିକାର ପାଇବ। ଆବ୍ବା ପିତା ବୋଲି ସମ୍ବୋଧନ କରି ପିତାଙ୍କ ନିକଟରେ ଯାଇକି ସେ ତାର ନିବେଦନ ରଖିପାରିବ। ସେଇ ବିଷୟ ନଥିଲା ଯୀଶୁଙ୍କ କ୍ରୁଶାର୍ପିତ ହେବା ପର୍ଯ୍ୟନ୍ତ, ସେ ବିଷୟ ନଥିଲା। ବର୍ତ୍ତମାନ ମଧ୍ୟ କାର୍ଯ୍ୟ ସରିନାହିଁ, କାରଣ ପ୍ରଭୁ ଯୀଶୁଙ୍କର ପ୍ରତିଟି ବିଷୟ, ତାଙ୍କର ମୃତ୍ୟୁ, ତାଙ୍କର ସମାଧି, ତାଙ୍କର ପୁନରୁତ୍ଥାନ, ପ୍ରତିଟି ବିଷୟ ଶାସ୍ତ୍ର ଅନୁସାରେ ସଫଳ ହଉଥିଲା। ପ୍ରଥମ କରନ୍ତି 15 ପର୍ବ 3 ପଦରେ ସେଇ କଥା ପାଉଲ ଲେଖୁଛନ୍ତି। ତାଙ୍କର ପ୍ରତ୍ୟେକ ଘଟଣା ଶାସ୍ତ୍ର ଅନୁମୋଦିତ ହୁଏ, ଶାସ୍ତ୍ରକୁ ସଫଳ କରୁଥିଲା। ଯୀଶୁ ନିଜେ ମଧ୍ୟ କହିଲେ, ମୁଁ ଧର୍ମଶାସ୍ତ୍ର ଲୋପ କରିବା ପାଇଁ ଆସିନାହିଁ, ମାତ୍ର ତାହା ସଫଳ କରିବା ପାଇଁ ଆସିଅଛି। ତେଣୁ ଶାସ୍ତ୍ର ବିହୁନେ ତାଙ୍କର ଜୀବନରେ କୌଣସି ଘଟଣା ଘଟି ପାରିବ ନାହିଁ। ରୋମିଓ ସମ୍ରାଟ ବା ରୋମିଓ ସୈନ୍ୟ ମାନେ ଯେ ତାଙ୍କୁ ମାରିଦେଲେ, ବା ଜିହୁଦୀୟ ଯାଜକ ମାନେ ଆଉ ସେ ଫାରୁସୀ ଶାସ୍ତ୍ରୀ ମାନେ ଯେ ଷଡଯନ୍ତ୍ର କଲେ, ସେ ମୃତ୍ୟୁବରଣ କଲେ, ତା ନୁହେଁ। ଏ ସବୁ ମଧ୍ୟ ଠିକ ଅଟେ, କିନ୍ତୁ ଉପଯୁକ୍ତ ସମୟରେ ସଦା ପ୍ରଭୁଙ୍କର ପିତା ପରମେଶ୍ୱରଙ୍କର ନିରୂପିତ ସମୟ ଅନୁସାରେ, ନିରୂପିତ ଯୋଜନା ଅନୁସାରେ ପ୍ରଭୁ ଯୀଶୁ ମୃତ୍ୟୁବରଣ କଲେ, ସମାଧିସ୍ଥ ହେଲେ ଏବଂ ପୁନରୁତ୍ଥିତ ହେଲେ। କୌଣସି ଘଟଣା ଘଟୁ ଘଟୁ ଘଟି ଯାଇ ନାହିଁ। ଆଉ ଏ ସ୍ଥାନରେ ଆମେ ଦେଖୁଛୁ ପ୍ରଭୁ ଯୀଶୁ କହୁଛନ୍ତି, ତୁମେ ମତେ ଧରି ରଖ ନାହିଁ, କାରଣ ମୁଁ ଏ ପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରିନାହିଁ। ତେବେ ପ୍ରଶ୍ନ ଉଠେ, ପ୍ରଭୁ ଯୀଶୁ ତାଙ୍କୁ କାହିଁକି କହୁଛନ୍ତି ମଗ୍ଦଲିନୀ ମରିୟମକୁ, ତୁମେ ମତେ ଧରି ରଖ ନାହିଁ, କାରଣ ମୋର କାର୍ଯ୍ୟ ସମାପ୍ତ ହେଇନାହିଁ, ମୁଁ ଏ ପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରିନାହିଁ। ଏଠି ଦୁଇଟି କଥା ଆମେ ଦେଖୁଛୁ। ଗୋଟେ ପକ୍ଷରେ ପ୍ରଭୁ ଯୀଶୁ ମଗ୍ଦଲିନୀ ମରିୟମକୁ କହୁଛନ୍ତି, ତୁମେ ମୋର କାର୍ଯ୍ୟରେ ବାଧା ଜନ୍ମାଅ ନାହିଁ, ତୁମେ ମତେ ଧରି ରଖ ନାହିଁ, ମୁଁ ଗୋଟେ କାର୍ଯ୍ୟରେ ଯାଉଛି, ପିତାଙ୍କ ନିକଟକୁ ଆରୋହଣ କରୁଛି, ତୁମେ ବାଧା ସୃଷ୍ଟି କର ନାହିଁ। ଦ୍ୱିତୀୟ ବିଷୟ ସେ କହୁଛନ୍ତି, ତୁମେ ତୁମର କାର୍ଯ୍ୟ କର, ମୁଁ ମୋର କାର୍ଯ୍ୟ କରୁଛି, ତୁମେ ତୁମର କାର୍ଯ୍ୟ କର। ଆଉ ସେ କହିଲେ, ଯାଅ ମୋର ଭାଇ ମାନଙ୍କ ନିକଟକୁ ଯାଇକି ସେମାନଙ୍କୁ କୁହ, ମୁଁ ଈଶ୍ୱରଙ୍କ ନିକଟକୁ ଆରୋହଣ କରିଅଛି।
तेरे प्रभु जीशु ए स्थान रे कोन कार्य से पितांक निकट को आरोहण करुले। आज प्रश्न जे प्रकार मु कहली प्रभु जीशुଙ୍କ जीवन र प्रत्येक घटना शास्त्र अनुमोदित अटे। प्रभु जीशुଙ୍କ मृत्यु से निस्तार पर निश्चय साब कहले इस्राएल को माननको 6 गोटी पर्व दिया जाइଥିଲା एवं विश्राम बार को पालन करबा पई मूसाଙ୍କ द्वारा आज्ञा दिया जाइଥିଲା। इस 6 गोटी पर्व आनंद करबा पई नुहे एई 6 गोटी पर्व रे परमेश्वरଙ୍କ योजना रहिछि एवं सेति मध्यरु 3 गोटी पर्व निस्तार पर्व दाढ़ी शून्य रोटीर पर्व एवं प्रथम फल उत्सर्गर पर्व एवं चतुर्थ हूँ पेंटिकस्ट पर्व सॉरी 7टी पर्व टोटल आउ ए 4टी पर्व रे प्रभु जीशुଙ୍କ जीवन र घटनावली को आम माने देखा पारुछु। निस्तार पर्व रे से मृत्यु वर्ण कले। निस्तार पर्व में शावक पाउल एक कथा प्रथम करती तार 5 पर्व रे आउ से कथा से लिखती जे प्रभु जीशु से निस्तार पर्व बलि स्वरूप हेले। 5 पर्वर 7 पदरे लिखा जाउची तार शेष अंश मु पढुची कारण आंभ मानकर निस्तार पर्वर मेष शावक अर्थात ख्रीष्ट मध्य बलिकृत होई अछंती। प्रभु जीशु सेई दिन रे आ ए निस्तार पर्व पालन ले भी 23 पर्व रे आमे सब पर्व विषय देखिबा को पारू। तेबे विश्व देशर इस्राएल लोक माननको परमेश्वर बलवंत हस्त द्वारा जिते से उद्धार करागला से दिन को स्मरण करी से दिन ठारू निस्तार पर्व पालन आसुची आउ ताहा अनंत कालीन पर्व अटे विधि अटे बोली परमेश्वर कहते एक पर्टिकुलर समय रे से पर्व पालन करा जाए। इस्राएल लोक मानकर जो कैलेंडर रही प्रथम मासर बा सेई मास को अबीब मास बल बा निशान बोली कहा जाए। आ परमेश्वर कहले तमे अबीब मास को मान्य कर आ तार चतुर्थ दिन बा 14th डे रे एई निस्तार पर्व पालन हुए पर्टिकुलर दिन आई इस्राएल लोक मानकर दिन आरंभ हुए बा डेट चेंज हुए संध्या बेला ठारू आमर आमे जेमती करू से प्रकार नुहे मात्र तांकर संध्या समय रे प्रभु जी परमेश्वर सृष्टि कले सेतबेले मध्य लेखा होची संध्या प्रातः काल होई प्रथम दिवस हैला संध्या प्रातः काल होई द्वितीय दिवस हैला ए प्रकार तांकर डेट चेंज हुए आ सेई दिन प्रभु जीशु को जो दिन क्रूसार्पित करागला ताहा निस्तार पर्व थिला। आमे जानिछु निस्तार पर्वर भोज बा जहाको कि आमे शेष रात्र भोज बोली कहू ताहा प्रभु जीशु शिष्य मानक सहित संध्या समय रे पालन करुचंती एवं सेई रात्रि रे इस्कारित जिहुदा तांको धरे दिए एवं प्रातः काल रे 9टा ठारू आउ 3टा पर्यंत प्रभु जीशु क्रूस रे से चंगा जाती दारुण जंत्रणा से सह्य करती एवं 3 घंटा समय रे से मृत्यु वर्ण करती। निस्तार पर्वर मेष शावक बलिकृत हेले सेम डे रे कारण तांक ठारे धर्मशास्त्र सफल होतला आ ताहाई एछि प्रथम करंती 5 पर्व रे पाउल लिखुचंती से निस्तार पर्वर बलि हेले एवं द्वितीय पर्व थिला से ताकु लागि कि सॉरी 15 डे रु कौन हम ना ताड़ी शून्य रोटी पर्व पालन कराଯିବ। ताड़ी शून्य रोटी 7 दिन ए फेस्टिवल 7 days रथिला 7 दिन समुदाय ताड़ी तांकर तंबुरु बाहर करी दियाଯିବ से माने ताड़ी शून्य रोटी खाइबे आ प्रभु जीशु सेई दिन कबरस्थ हेले। सेई प्रथम करंती 5 पर्व तार 6 एवं 7 पद पढ़िबा पे इच्छा करुची तुम मानकर एपरी गर्व करिबा भल नुहे पाउल कहउचंती तुम्बे माने कि जाना नहीं
ଟିକିଏ ବୋଲି ଖମିର ବା ତାଡି ସମସ୍ତ ମଇଦା ପିଣ୍ଡୁଳାକୁ ଖମିରମୟ କରିଦିଏ। ତୁମ୍ଭେମାନେ ତ ଖମିର ଶୂନ୍ୟ ଲୋକ, ଏଣୁ ଯେପରି ତୁମ୍ଭେମାନେ ନୂଆ ପିଣ୍ଡୁଳା ପାଇପାର, ଏଥିପାଇଁ ପୁରୁଣା ଖମିର ବାହାର କରି ପକାଅ। ଏଠି ପାଉଲ ଆହ୍ୱାନ ଦଉଛନ୍ତି ପ୍ରଭୁ ଯୀଶୁଙ୍କ ମୃତ୍ୟୁରେ, ଯୋଉ ତାଡି ଶୂନ୍ୟ ରୋଟିର ପର୍ବରେ ପ୍ରଭୁ ଯୀଶୁ ସମାଧିସ୍ଥ ହେଲେ, ଆଉ ସେଥିରେ ପାଉଲ ଆହ୍ୱାନ ଦଉଛନ୍ତି ଆମମାନଙ୍କ ଜୀବନରୁ ମଧ୍ୟ ଆମମାନେ ତାଡିକୁ ଦୂର କରିଦଉ। ସପ୍ତାହର ପ୍ରଥମ ଦିନ ଯୋଉ ଘଟଣାକୁ ଆମମାନେ ବର୍ତ୍ତମାନ ଆଲୋଚନା କରୁଛୁ, ତାହା ଥିଲା ପ୍ରଥମ ଫଳର ଉତ୍ସର୍ଗ ଦିନ। ମୋ ସହିତ ଟିକେ ଖୋଲନ୍ତୁ ଲେବି ପୁସ୍ତକ ତାର 23 ପର୍ବ। ଆଉ ସେଇ ସ୍ଥାନରେ ଆମମାନେ ଦେଖିବା କଣ କରାଯାଉଥିଲା। ଲେବି ତାର 23 ପର୍ବ 10 ପଦ ମୁଁ ପଢିବା ପାଇଁ, 10 ଆଉ 11 ପଦ। ତୁମ୍ଭେ ଇସ୍ରାଏଲ ସନ୍ତାନ ଗଣକୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ସେଇ ଦେଶରେ ପ୍ରବେଶ କରି ଯେତେବେଳେ ତୁମ୍ଭେ ମାନେ ଶସ୍ୟ କାଟିବ, ସେତେବେଳେ ତୁମ୍ଭମାନଙ୍କର ପ୍ରଥମ କଟା ଶସ୍ୟର ଏକ ବିଡ଼ା ଯାଜକ ନିକଟକୁ ଆଣିବ। ତହିଁରେ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବା ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ବିଡ଼ା ଦୋଳାଇବ। ବିଶ୍ରାମ ବାରର ପରଦିନ ଯାଜକ ତାହା ଦୋଳାଇବ। ପର୍ଟିକୁଲାରଲି ଇନଷ୍ଟ୍ରକ୍ସନ ଏଠି ଦିଆଯାଇଛି। ଏଇଟା ହଉଛି ପ୍ରଥମ ଶସ୍ୟ। ଯୋଉ କେଣ୍ଡାଟି ବାହାରିବ ତାକୁ କଣ କରିବ, ସେମାନେ କଣ କରୁଥିଲେ ନା ତାକୁ ଚିହ୍ନ ଦେଇକି ରଖୁଥିଲେ, ଆଉ ସେମାନେ ଲାଲି ଫିତାରେ ତାକୁ ଗୁଡେଇକି ରଖୁଥିଲେ, ଯେ ପ୍ରକାର ତାହା ଉତ୍ସର୍ଗ କରାଯିବ। ପ୍ରଥମ ଫଳ ଶସ୍ୟ, ପ୍ରଥମ କଟା ଶସ୍ୟର ଏକ ବିଡ଼ା, ଆଉ ତାଙ୍କୁ କଣ କରିବାକୁ ହବ ନା ସଦାପ୍ରଭୁଙ୍କ ସମ୍ମୁଖରେ ସେଇ ବିଡ଼ାକୁ ଉତ୍ସର୍ଗ କରାଯିବ। ସଦାପ୍ରଭୁ 11 ପଦ ଲେଖା ଯାଉଛି, ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବା ନିମନ୍ତେ, ଯେ ପ୍ରକାର ତାହା ପରମେଶ୍ୱର ତୁମମାନଙ୍କ ଠାରୁ ଗ୍ରାହ୍ୟ କରିବେ ବା ସେ ନେବେ, ଆଉ ସେଥିପାଇଁ କଣ କରିବ ନା ସଦାପ୍ରଭୁଙ୍କ ସମ୍ମୁଖରେ ସେଇ ବିଡ଼ାକୁ ଦୋହଲେଇବ। ଆଉ ସେଟା କେବେ ହବ? ବିଶ୍ରାମ ବାରର ପରଦିନ। ଇସ୍ରାଏଲ ଲୋକମାନଙ୍କର ବିଶ୍ରାମ ବାର ଥିଲା ଶନିବାର, ଆଉ ତାହାର ପରଦିନ ହଉଛି ସପ୍ତାହର ପ୍ରଥମ ଦିନ, ଅର୍ଥାତ୍ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ ଦିନ। ଶାସ୍ତ୍ର ଅନୁସାରେ ପ୍ରଭୁ ଯୀଶୁଙ୍କର ପ୍ରତିଟି ଘଟଣା ଘଟି ଆସିଛି, ଏବଂ ଶସ୍ୟ କଟାର ଯେତେବେଳେ ସମୁଦାୟ ଶସ୍ୟ କଟା ହବ, ସେଇ ସମୟ ଥିଲା ପେଣ୍ଟିକଷ୍ଟର ସମୟ। 50ତମ ଦିନରେ ଆସି ଶସ୍ୟ କଟାଯିବ, ତାହା ମଧ୍ୟ ବଳିର ସହିତ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଦିଆଯିବ। ଆଉ ଆମେ ଜାଣୁଛୁ ପେଣ୍ଟିକଷ୍ଟ ଦିନରେ ପବିତ୍ର ଆତ୍ମା ବିଶ୍ୱାସୀ ମାନଙ୍କ ଉପରକୁ ଆସିଲେ। ପ୍ରତିଟି ଘଟଣା, ଆଉ ଯୋଉ ତିନୋଟି ପର୍ବ ରହିଲା, ତିନି ବାଦ୍ୟର ପର୍ବ, ପ୍ରାୟଶ୍ଚିତର ପର୍ବ, କୁଟୀର ସେଇ ପର୍ବ, ଆଉ ସେଇ ତିନୋଟି ପର୍ବ ପ୍ରଭୁ ଯୀଶୁଙ୍କ ଦ୍ୱିତୀୟ ଆଗମନରେ ତାହା ଘଟଣା ଘଟିବାକୁ ଯାଉଛି। ଶାସ୍ତ୍ର ଅନୁସାରେ ପ୍ରତିଟି ବିଷୟ ପ୍ରଭୁ ଯୀଶୁଙ୍କର ଠାରେ ଦେଖା ଦେଇଛି, ପୁଣି ଦେଖାଦବ। ତେଣୁ ଏଇ ସ୍ଥାନରେ ଆମେ ଦେଖୁଛୁ ପ୍ରଥମ ଫଳ ଯେତେବେଳେ ଉତ୍ସର୍ଗ କରାଯିବ, ତାକୁ କଣ ହବ ନା ସେଇ ବିଡ଼ାକୁ ଆଣିକି ଯାଜକକୁ ଦେବେ, ଏବଂ ଯାଜକ ତାକୁ ପରମେଶ୍ୱରଙ୍କର ବା ସଦାପ୍ରଭୁଙ୍କର ସମ୍ମୁଖକୁ ନବ, ତେବେ ଯାଇକି ତାହା ଗ୍ରାହ୍ୟ ହବ। ପ୍ରିୟମାନେ, ପ୍ରଭୁ ଯୀଶୁ ଥିଲେ ସେଇ ପ୍ରଥମ ଫଳ, ଫର୍ଷ୍ଟ ଫ୍ରୁଟ, ଯାହାକି ପାଉଲ ଲେଖୁଛନ୍ତି ପ୍ରଥମ କରନ୍ତି 15 ପର୍ବରେ। ଆଉ ସେଇଥିଲେ ସେଇ ପ୍ରଥମ ଫଳ। ଟିକେ ପଢିବା ପ୍ରଥମ କରନ୍ତି 15 ପର୍ବର 10 ପଦ। କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ୱରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି। ପ୍ରଥମ ଫଳ ସ୍ୱରୂପେ ପ୍ରଭୁ ଯୀଶୁ ଉତ୍ଥିତ ହେଲେ। ପାଉଲ ସେଟା କ୍ଲିୟର କରୁଛନ୍ତି ଏକଦମ
କୋଉଥିରୁ ସେ ଉତ୍ଥିତ ହଉଛନ୍ତି? ମହାନିଦ୍ରା ପ୍ରାପ୍ତ, ଯୋଉମାନେ ମୃତ୍ୟୁ ବରଣ କରିଛନ୍ତି, ଯୋଉମାନେ ସେମାନେ ସବୁଦିନ ପାଇଁ ଶୋଇ ଯାଇଛନ୍ତି, ସେମାନଙ୍କ ମଧ୍ୟରୁ, ସେଇ ମୃତ ମାନଙ୍କ ମଧ୍ୟରୁ ପ୍ରଥମ କରିକି ପୁନରୁତ୍ଥିତ ହେଲେ କିଏ? ପ୍ରଭୁ ଯୀଶୁ। କି ପ୍ରକାର? ପ୍ରଥମ ଫଳ ସ୍ୱରୂପ। ସେ ଯୋଉ ଫର୍ଷ୍ଟ ଫ୍ରୁଟ ସଦା ପ୍ରଭୁଙ୍କ ନିକଟରେ ଦିଆଯାଏ, ସେଇ ସେଇ ଫଳ ସ୍ୱରୂପ ସେ ମୃତ ମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହେଲେ। ଆଉ ସେ ଫଳକୁ କଣ କରିବାର ଅଛି? ସଦା ପ୍ରଭୁଙ୍କ ନିକଟକୁ ଆଣିବାର ଅଛି। ପରମେଶ୍ୱର ଦେଇଛନ୍ତି ସେଇ ଫଳକୁ। ଇସ୍ରାଏଲ ଲୋକମାନଙ୍କର ଯୋଉ ଟ୍ରାଡିସନ ଥିଲା, ଆଉ ତାକୁ କଣ କରିବେ ନା ସଦା ପ୍ରଭୁଙ୍କ ସମ୍ମୁଖକୁ ନେବାର ଅଛି, ନହେଲେ ତାହା ଗ୍ରାହ୍ୟ ହବ ନାହିଁ। ପ୍ରଭୁ ଯୀଶୁ ପୁନରୁତ୍ଥିତ ହେଇଛନ୍ତି ସତ, କିନ୍ତୁ ତାଙ୍କୁ କଣ କରିବାକୁ ହବ? ପିତାଙ୍କ ନିକଟକୁ ଯିବାକୁ ପଡିବ, ଯେପରି ପରମେଶ୍ୱର ତାଙ୍କୁ ଗ୍ରହଣ କରିବେ, ଏବଂ ତାଙ୍କୁ କେବଳ ଗ୍ରହଣ କରିବେ ନାହିଁ, ଇସ୍ରାଏଲ ପକ୍ଷରେ ବୋଲି ଲେଖାଯାଏ, ଅର୍ଥାତ୍ ତାଙ୍କ ପରେ ମଧ୍ୟ ଯୋଉମାନେ ସେଇ ପ୍ରଥମ ଫଳ ସ୍ୱରୂପ ପୁନରୁତ୍ଥିତ ହେବେ, ସେମାନଙ୍କୁ ମଧ୍ୟ ଗ୍ରାହ୍ୟ କରିବେ। ହାଲେଲୁୟା। ଆଉ ତାହା ସାଧନ କରିବା ପାଇଁ ସେଦିନ ପୁନରୁତ୍ଥିତ ହେବା ପରେ ପ୍ରଭୁ ଯୀଶୁ ପିତାଙ୍କ ନିକଟକୁ ଯାଉଛନ୍ତି। ଆଉ ସେଇ କଥା ସେ କହିଲେ, ମୁଁ ଏ ପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରିନାହିଁ। ପ୍ରିୟମାନେ, ଅନେକ ସମୟରେ ଆମେ ଶୁଣିଥାଉ ପ୍ରଭୁ ଯୀଶୁ ସେଇ ସମୟରେ ଆପଣା ରକ୍ତ ଘେନି ପ୍ରାୟଶ୍ଚିତ କରିବା ପାଇଁ ଯାଉଛନ୍ତି। କିଛି କିଛି ସମୟରେ ମୁଁ ଏଇ ଘଟଣା ଶୁଣିଛି। କିନ୍ତୁ ପ୍ରିୟମାନେ, ପ୍ରାୟଶ୍ଚିତର ବଳି ତାଙ୍କ ମୃତ୍ୟୁରେ ହେଇଛି, ଏବଂ ସେଇ ବଳିର ସଙ୍ଗେ ସଙ୍ଗେ ସେଦିନ ପ୍ରାୟଶ୍ଚିତ ସମାପ୍ତ ହେଲା ବୋଲି ଘୋଷଣା ହେଇଛି। ସେ କାର୍ଯ୍ୟ ଯଦି ଅଧୁରା ଥାନ୍ତା, ତେବେ ସେଇ ବିଚ୍ଛେଦ ବସ୍ତ୍ର ଉପରୁ ତଳୁ ସେଇଟା ଚିରି ନଥାନ୍ତା, ବାଟ ଓପନ ହେଇ ନଥାନ୍ତା। ପ୍ରାୟଶ୍ଚିତର କାର୍ଯ୍ୟ ସମାପ୍ତ କରି ପ୍ରଭୁ ଯୀଶୁ ସେଦିନ ଘୋଷଣା କରିଥିଲେ, ସମାପ୍ତ ହେଲା। ଆଉ ସେଥିପାଇଁ ସେଇ ବିଚ୍ଛେଦ ବସ୍ତ୍ର ଯାହା ପରମେଶ୍ୱରଙ୍କ ଠାରୁ ମନୁଷ୍ୟକୁ ଦୂର କରୁଥିଲା, ତାହା ଚିରି ଦୁଇ ଖଣ୍ଡ ହେଇଥିଲା। ସେ କାର୍ଯ୍ୟ ପ୍ରଭୁ ଆଜି କରୁନାହାନ୍ତି, ସେ ଆଜି ଅନ୍ୟ କାର୍ଯ୍ୟ କରୁଛନ୍ତି। ଆଜି ସେଇ ଯୋଉ ପୁନରୁତ୍ଥାନ ଦିନ ଥିଲା, ଫର୍ଷ୍ଟ ଫ୍ରୁଟ କୁ ଉତ୍ସର୍ଗ କରିବାର ଦିନ, ଅର୍ଥାତ୍ ସଦା ପ୍ରଭୁଙ୍କ ନିକଟକୁ ଯାଜକ ନବ, ଆଉ ତାକୁ ଦୋଳେଇବ, ଆଉ ତାହା ଦୋଳେଇଲେ କଣ ହବ? ଇସ୍ରାଏଲ ପକ୍ଷରେ ତାହା ଗ୍ରାହ୍ୟ ହବ, ଏବଂ ସେଇ କାର୍ଯ୍ୟକୁ ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ବିଶ୍ରାମ ବାରର ପରଦିନ ହିଁ କରାଯିବ। ଆଉ ପ୍ରଭୁ ଯୀଶୁ ସେଇ କାର୍ଯ୍ୟ ଏଇ ପୁନରୁତ୍ଥାନ ଦିନରେ କରୁଛନ୍ତି। ସେଥିପାଇଁ ସେ ନିଜେ ଏଇ ଯାଜକୀୟ କାର୍ଯ୍ୟ କରୁଛନ୍ତି। କୌଣସି ଯାଜକ ନଥିଲା, ତାଙ୍କର ମୃତ୍ୟୁ ଦିନରେ ମଧ୍ୟ କୌଣସି ଯାଜକ ନଥିଲା। ତାଙ୍କର ରକ୍ତ ନେଇ ସେଇ ସେଇ ସିନ୍ଧୁକ ବା ପରମେଶ୍ୱରଙ୍କ ନିକଟକୁ ନେବା ପାଇଁ ସେ କାର୍ଯ୍ୟ ମଧ୍ୟ ପ୍ରଭୁ ଯୀଶୁ ନିଜେ କଲେ। ଯାହା ଏବ୍ରି ପୁସ୍ତକ 9 ପର୍ବରେ ଆଉ ଏବ୍ରି ଲେଖକ ଲେଖନ୍ତି, ସେ ସେଇ ମହାଯାଜକୀୟ କାର୍ଯ୍ୟ କଲେ। ଆପଣା ରକ୍ତ ଘେନି ସେ ସେଇ ମହାପବିତ୍ର ସ୍ଥାନକୁ ପରମେଶ୍ୱରଙ୍କ ନିକଟକୁ ଯାଉଛନ୍ତି। ଏଇ କାର୍ଯ୍ୟ ଦୃଶ୍ୟମାନ ନଥିଲା, ସେଦିନ ନଥିଲା, ତାହା ଆତ୍ମିକ ଭାବରେ ହଉଥିଲା। ମାତ୍ର କାର୍ଯ୍ୟ ହଉଥିଲା। ଯେତେବେଳେ କାର୍ଯ୍ୟ ସମାପ୍ତ ହେଲା, ପ୍ରଭୁ ଯୀଶୁ କାର୍ଯ୍ୟ ଘୋଷଣା କଲେ। ଏଇ ପ୍ରଥମ ଫଳ ଉତ୍ସର୍ଗର କାର୍ଯ୍ୟ ମଧ୍ୟ, ତାହା ମଧ୍ୟ ଅଦୃଶ୍ୟ ଥିଲା। ମନୁଷ୍ୟ ତାହାକୁ ଚକ୍ଷୁରେ ଦେଖୁନଥିଲା। ମାତ୍ର ପ୍ରଭୁ ଯୀଶୁ ସେଦିନ ମଗଦଲିନୀ ମରିୟମଙ୍କ ସମ୍ମୁଖରେ ସେ ଘୋଷଣା କରୁଛନ୍ତି, ମତେ ପିତାଙ୍କ ନିକଟକୁ ଯିବା ପାଇଁ ଆରୋହଣ କରିବାକୁ ପଡିବ, କାରଣ କାର୍ଯ୍ୟ ସମାପ୍ତ ହେଇନାହିଁ। ଆଉ ସେଥିପାଇଁ ସେ କହୁଛନ୍ତି, ମତେ ଧରି ରଖ ନାହିଁ, ମତେ ମୋ କାର୍ଯ୍ୟ କରିବା ପାଇଁ ଦିଅ, କାରଣ ମୁଁ ଶାସ୍ତ୍ରକୁ ସଫଳ କରିବାକୁ ଆସିଅଛି। ମତେ ପିତାଙ୍କର ଆଜ୍ଞାନୁସାରେ ପ୍ରତିଟି କାର୍ଯ୍ୟ କରିବା ପାଇଁ ହିଁ ହବ। ଆଉ ସେ ନିଜକୁ, ସେ ପ୍ରଭୁ ଯୀଶୁ ନିଜେ ହିଁ ଥିଲେ ସେ ଫର୍ଷ୍ଟ ଫ୍ରୁଟ, ଯାହା ଆମେ କରନ୍ତିରେ ଦେଖିଲୁ। ଖ୍ରୀଷ୍ଟ ସେଇ ପ୍ରଥମ ଫଳ ସ୍ୱରୂପେ ସେ ପୁନରୁତ୍ଥିତ ହେଲେ। ଆଉ ସେ ନିଜେ ହିଁ ଥିଲେ ସେଇ ଯାଜକ, ମହାଯାଜକ। ତାଙ୍କୁ ହିଁ, ନିଜକୁ ହିଁ ଯାଇ ନିଜକୁ ହିଁ ସେ ଉତ୍ସର୍ଗ କରିବାର ରହିଛି, ଯୋଉ କାର୍ଯ୍ୟ ସେ ମଗଦଲିନୀ ମରିୟମଙ୍କ ସହିତ ଭେଟିବା ସମୟରେ ସମାପ୍ତ ହେଇନାହିଁ।
आसे से कहते जे मु मोर ईश्वर निकट को आरोहण करुअछि से स्थान को टिके फेरी जिबा जोन तार 20 पर्व को आ से स्थान रे प्रभु जीसु मगदलिनी मरियम को कहले मते धरी रख नाही कारण मु ए पर्यंत पितांक निकट को आरोहण करी नाही मोर कार्य जहाँ मु जो मिशन अछि से कार्य एपर्यंत समाप्त होई नाही मते आरोहण करबाको हबो से सत्य को से प्रथम फल स्वरूपे से फल को परमेश्वर को ठारे उत्सर्ग करबाको पड़िबो ताहा ग्राह्य ता ग्राह्य हेले तुमान को पाई मध्य पथ उन्मुक्त हब कारण प्रथम फलस्वरूपे ख्रीष्ट आउ सेई श्रेणी रे प्रथम जीशु ख्रीष्ट से उत्थित हेले किंतु तांकर आगमन समय रे अन्य माने मध्य पुनरुत्थित हेबे एई योजना परमेश्वरଙ୍କର रहिछि आ सेति पाई सेई प्रथम करन्ति तार 15 पर्वर 23 पदरे लेखा जाउछि किंतु प्रत्येक जन अपना अपना श्रेणी रे प्रथम फलस्वरूप ख्रीष्ट ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାଙ୍କର ଆଶ୍ରିତ ମାନେ ଆମେ ସମସ୍ତେ ଜାଣିଛୁ ଯେତେବେଳେ ପ୍ରଭୁ ଯୀଶୁ ଆଗମନ କରିବେ ସେତେବେଳେ କବର ସବୁ ଫାଟିବ ଏବଂ ମୃତ ମାନେ କୋଉ ମୃତ ମାନେ ଯୋଉମାନେ ପ୍ରଭୁଙ୍କ ଠାରେ ଥାଇ ମରିଅଛନ୍ତି ଯୋଉମାନେ ପ୍ରଭୁଙ୍କ ନିମନ୍ତେ ସାକ୍ଷ୍ୟ ମରାଇଅଛନ୍ତି ଏହି ପ୍ରକାର ମୃତ ମାନେ ସେମାନେ ପୁନରୁତ୍ଥିତ ହେବେ ଆଉ ପ୍ରକାଶିତ 20 ପର୍ବର 4 ପଦ 5 ପଦ ଲେଖା ଯାଉଛି ଯୋଉମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ଅଟନ୍ତି ସେମାନେ ଧନ୍ୟ ଅଟନ୍ତି ସେମାନଙ୍କ ପାଇଁ ଦ୍ୱିତୀୟ ମୃତ୍ୟୁ ନାହିଁ ଏମାନେ ମଧ୍ୟ ସେଇ ପ୍ରଥମ ଫଳ ସ୍ୱରୂପେ ସେମାନେ ପୁନରୁତ୍ଥିତ ହେବେ ପ୍ରକାଶିତ ତାର 14 ପର୍ବ ଆଉ ସେଇ ସ୍ଥାନରେ ଆମେ ଦେଖୁଛୁ ସିଓନ ପର୍ବତ ଉପରେ ପ୍ରଭୁ ଯୀଶୁଙ୍କର ଚିତ୍ର ଆଉ ତାଙ୍କ ସହିତ 1,44,000 ଲୋକମାନେ ଅଛନ୍ତି ଆଉ ସେମାନଙ୍କୁ ମଧ୍ୟ ଫର୍ଷ୍ଟ ଫ୍ରୁଟ ବୋଲି ଲେଖାଯାଉଛି ଗୋଟିଏ ପଦ ମୁଁ ପଢିଦେବାକୁ ଚାହୁଁଛି 14 ପର୍ବ ପ୍ରକାଶିତ ତାର 4 ପଦ ସେମାନେ ସ୍ତ୍ରୀ ସଂସର୍ଗରେ ଆପଣା ଆପଣାକୁ କଳୁଷିତ କରି ନଥିଲେ କାରଣ ସେମାନେ ସୂଚି ମେଷ ଶାବକ ଯେକୌଣସି ସ୍ଥାନକୁ ଗମନ କରନ୍ତି ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି ସେମାନେ ଈଶ୍ୱର ଓ ମେଷ ଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମ ଜାତ ଫଳ ସ୍ୱରୂପେ ମନୁଷ୍ୟ ମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି ହାଲେଲୁୟା ଯୋଉମାନେ ସେଇ ପ୍ରଥମ ପୁନରୁତ୍ଥାନର ଅଂଶୀ ହେବେ ସେମାନେ ମଧ୍ୟ ସେଇ ଫର୍ଷ୍ଟ ଫ୍ରୁଟ ପରି ପରମେଶ୍ୱରଙ୍କର ସହିତ ସେମାନେ ପୁନରୁତ୍ଥିତ ହେବେ ଏବଂ ପ୍ରଭୁ ଯୀଶୁଙ୍କ ସହିତ ତାଙ୍କ ରାଜ୍ୟରେ ପ୍ରବେଶ କରିବେ ଈଶ୍ୱରଙ୍କ ଯୋଜନା ଅତି ସୁନ୍ଦରଟେ ଆଉ ସେଦିନ ପ୍ରଭୁ ଯୀଶୁ ସେଇ କାର୍ଯ୍ୟ କରିବା ପାଇଁ ଯାଉଥିଲେ ସେଥିପାଇଁ କହୁଛନ୍ତି ମତେ ଧରି ରଖ ନାହିଁ କିନ୍ତୁ ତୁମର ପାଇଁ ଗୋଟେ ମିଶନ ଅଛି ମୁଁ ମୋର ମିଶନ କାର୍ଯ୍ୟ କରୁଛି ଆଉ ତୁମର ମିଶନ ଅଛି ଯାଅ ଭାଇ ମାନଙ୍କୁ ଜଣା ଆଉ ସେଠି ପ୍ରଭୁ ଯୀଶୁ ଗୋଟେ କଥା କହୁଛନ୍ତି ସେଇଠି ଗୋଟିଏ ପର୍ବର 17 ପଦରେ କିନ୍ତୁ ମୋର ଭାଇ ମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ ମୁଁ ମୋହର ପିତା ଓ ତୁମ୍ଭମାନଙ୍କର ପିତା ମୋହର ଈଶ୍ୱର ତୁମ୍ଭମାନଙ୍କର ଈଶ୍ୱରଙ୍କ ନିକଟକୁ ଆରୋହଣ କରୁଅଛି ଏଠି ଯୀଶୁଙ୍କର ଭାଷା ବଦଳି ଯାଇଛି ଯୋଉ ଏକ ପର୍ବରୁ ଯଦି ଆପଣ ମାନେ ପଢି ପଢି ଆସିବେ ସବୁ ସ୍ଥାନରେ ପ୍ରଭୁ ଯୀଶୁ କେବଳ ମୋର ପିତା ମୁଁ ମୋର ପିତା ବୋଲି ସେ ପ୍ରକାଶ କରୁଛନ୍ତି ସେଇ ସମ୍ପର୍କକୁ ସେ ପ୍ରକାଶିତ କରିଛନ୍ତି ତାଙ୍କର ଏବଂ ପିତାଙ୍କ ମଧ୍ୟରେ ସମ୍ପର୍କ କିନ୍ତୁ ଏଠି ଭାଷା ଦେଖନ୍ତୁ ଏଠି ସେ କହୁଛନ୍ତି ମୁଁ ପୁଣି ତୁମମାନଙ୍କର ପିତା କାରଣ ଦ୍ୱାର ଉନ୍ମୁକ୍ତ ହେଇଯାଇଛି ତାଙ୍କର ମୃତ୍ୟୁରେ ଯୋଉ ବିଚ୍ଛେଦ ଥିଲା ତାହା ଦୂର ହେଇଯାଇଛି ବର୍ତ୍ତମାନ ସମସ୍ତଙ୍କୁ ସନ୍ତାନ ଭାବରେ ପିତାଙ୍କ ନିକଟକୁ ଯିବାର ଅଧିକାର ମିଳିଯାଇଛି ସେଥିପାଇଁ ପ୍ରଭୁ ଯୀଶୁ କହୁଛନ୍ତି ମୁଁ ମୋହର ପିତା ଓ ତୁମ୍ଭମାନଙ୍କର ପିତା ମୋହର ଈଶ୍ୱର ଓ ତୁମ୍ଭମାନଙ୍କର ଈଶ୍ୱର
आउ परमेश्वर जीशुंकर पिता जीशुंकर ईश्वर बोली आउ से कन्फाइंड है कि रहनांती वर्तमान से समुदाय मानव जातिर जे के विश्वास करिब से अनंत जीवन र अधिकारी हब जे के विश्वास करिब मुखरे स्वीकार करिब से संतान हबार अधिकार पाइब वर्तमान समस्तଙ୍କ ପାଇଁ से अपॉर्चुनिटी आसी पहुंची आउ एठी मगदलिनी मरियम को कहगला जाओ भाई मान को जनाओ मगदलिनी मरियम दौड़िला इमेजिन करंतु को प्रकार दौड़ी थिबो आसे कहछि मो प्रभु को देखि अछि मो प्रभु को देखि अछि लोक विश्वास करंतु कि न करंतु शिष्य माने विश्वास करंतु कि न करंतु ताहार सेतरे किछि जाए कि आसे नाही मात्र ताकू कहिबार अछि जहाँ से अनुभव करिछि जहाँ से अंगे निभेइछि जहाँ से देखिछि ताकू ही परिप्रकाश करिबार अछि आउ सेई दिनर घटना को से प्रकाश करुछि मो प्रभु को देखि अछि आउ एई सब घटना मते से कहि अछंती एई सब विषय से मते कहि अछंती केही रोकी पारिला नाही सेदिन मगदलिनी मरियम को शिष्य माने विश्वास करंतु कि न करंतु तुमा शिष्य से विश्वास करंतु कि न करंतु सेतरे जाय आसे नाही मात्र सेई सुसमाचार प्रचार करिबाको अछि आसे दिन मगदलिनी मरियम प्रभु जीशुଙ୍କ पुनरुत्थान र सुसमाचार प्रथम प्रचार करिबार सौभाग्य से अर्जन कला कारण से जीशुଙ୍କୁ खोजुला प्रकार जीशु जे खोजिब से संधान पाइब अन्य माने सब फेरी जाइथिले मात्र मगदलिनी मरियम खोजिला से पाइला आज तबले पाइला सेतबेलको से सुसमाचार प्रचार कला मोर प्रभु जीवित से मृत नुहंती से जीवित अटंती मु तांकु देखि अछि सांक सहित कथा कहि अछि आज प्रिय माने प्रभु आमान को कार्य देइचंती जदि आज आमाने प्रभु जीशुଙ୍କୁ प्राप्त हेइ अछु तेबे आज प्रभु आमान को कहती जाओ जगत र कोने कोने जाओ मोर सुसमाचार दे मोर वाक्य समान को दे मोर शिष्य कर निज ପାଇଁ शिष्य नुहे निज ପାଇଁ साम्राज्य नुहे ନିଜକୁ ପ୍ରତିଷ୍ଠିତ କରିବା ନୁହେଁ ଆମର କାର୍ଯ୍ୟ ହୋଇଛି ପ୍ରଭୁ ଯୀଶୁଙ୍କ ନିମନ୍ତେ ଅନ୍ୟମାନଙ୍କୁ ଶିଷ୍ୟ କରିବା मगदलिनी मरियम से दिन तार मिशन रे से अग्रसर है आज प्रश्न आज आमे आम मिशन रे केते दूर अग्रसर होछु प्रभु आम समस्त को आशीर्वाद करंतु आमाने समस्त गोटे गोटे मिशन रे अछु जे सब दान पाइछु प्रभुଙ୍କ ପାଇଁ ସେଇ ଦାନ ଧରି ଅଗ୍ରସର ହଉ ଏବଂ ତାଙ୍କର ରାଜ୍ୟ विस्तार करंतु से जे जीवित अटंती मृत नुहंती एई समाचार आमर चतुर्पार्श्वे आमे प्रचार करू प्रभु आमको आशीर्वाद करंतु थैंक यू प्रभुଙ୍କ दासी नंद मैडम को बहुत बहुत धन्यवाद दउछि बहुत सुंदर भावरे आज पुनरुत्थित प्रभु जीशु ख्रीष्टंकर आ पंचम वाणी को से प्रकाश करियछंती जे मते धरी रख नाही मते जीवा को हबो अति सुंदर भावरे प्रभुଙ୍କ दासी एक्सप्लेन करियछंती आमे समस्त सुनी अछु आ जो वाक्य को माने सुनी अछु जे परि कि हृदय रे रखिबा से वाक्य अनुसार चलीबा आमे जो मिशन पय आसीछु जो विजन नै कि काम करूछु जे परि कि आमे ता सफलतार सहित बढ़ी परिबा सेथि निमंते प्रार्थना करिबा आ प्रभु जाइछंती पुनर्बार से आसीबे आ जो माने प्रस्तुत रहंती से मान को से नै कि छिबे मोर प्रिय बंधुगण आमे प्रस्तुत अछु कि नाही कि आमे निजे निज को आमे चेक करिवार निहाती आवश्यकता रहिछि आसंतु प्रभुଙ୍କ दासीଙ୍କ ପାଇଁ एक उच्च करताଳ आमे देबा ଆଉ वर्तमान प्रार्थना करिबा मो अनुरोध करूछि ଆଉ आमानक मध्यरे ଆଉ प्रभुଙ୍କ दासी ଆଉ अंबिका मल्लिक मैडम अछंती फुलवाणी रु प्रभुଙ୍କ दासी अंबिका मल्लिक मैडम अछंती मल्लिक मैडम प्रेज द लॉर्ड आ आपण प्रार्थना करंतु सुंदर भावरे
ବାକ୍ୟ ଦେଇଥିବା ପ୍ରଭୁଙ୍କ ଦାସୀ ଜୁଲିଆନ ନନ୍ଦ ମ୍ୟାଡାମଙ୍କ ପାଇଁ ତାଙ୍କ ପରିବାର ପାଇଁ ସେବା କାର୍ଯ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ତା ସହିତ ଜୁମ୍ ରେ ଉପସ୍ଥିତ ହେଇଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଇଁ ପ୍ରତ୍ୟେକ ପରିବାର ପାଇଁ ପ୍ରାର୍ଥନାରେ ସ୍ମରଣ କରନ୍ତୁ। ତା ସହିତ ପ୍ରାର୍ଥନାରେ ସ୍ମରଣ କରିବେ ହେମଲତା ସୁନା ଦିଦି, ଗତକାଲି ସେ ପଡି ଯାଇଛନ୍ତି, ତାଙ୍କ ପାଇଁ ଆମେ ଅବଶ୍ୟ ପ୍ରାର୍ଥନା କରିଛୁ, ପୁଣି ଥରେ ପ୍ରାର୍ଥନା କରିବା ଯେ ତାଙ୍କ ଗୋଡ ଫ୍ରାକ୍ଚର ଅଛି, ଯେପରି ତାଙ୍କ ଦାସୀ ଶୀଘ୍ର ସୁସ୍ଥତା ପାଇବେ ସେଥି ନିମନ୍ତେ। ଏବଂ ବିନୋଦ ପାଲ ଆଜ୍ଞାଙ୍କର ବଡ ଝିଅ ପିଙ୍କି, ତାଙ୍କ ନାଁ ହଉଛି ପିଙ୍କି, ଭୁବନେଶ୍ୱରରେ ରୁହନ୍ତି, ଆଉ ତାଙ୍କର ମଧ୍ୟ ଦେହ ଅସୁସ୍ଥ ରହିଛି, ଆଉ ସେ ଭଉଣୀଙ୍କର ସୁସ୍ଥତା ପାଇଁ ମଧ୍ୟ ଆପଣ ପ୍ରାର୍ଥନାରେ ସ୍ମରଣ କରନ୍ତୁ। ଆପଣଙ୍କ ପ୍ରାର୍ଥନା ସରିଲା ପରେ ଆଉ ଆମମାନେ ଆଦର୍ଶ ଏବଂ ଆଶୀର୍ବାଦର ପ୍ରାର୍ଥନା କରିବା। ଆମମାନଙ୍କ ମଧ୍ୟରେ ରେଭରେଣ୍ଡ ପି.କେ. ରାଉଳ ସାର୍ ଅଛନ୍ତି ପୁରୀରୁ, ଆଉ ଆପଣଙ୍କ ପ୍ରାର୍ଥନା ସରିଲା ପରେ ରେଭରେଣ୍ଡ ପି.କେ. ରାଉଳ ସାର୍ ଆଉ ସେ ଆଦର୍ଶ ପ୍ରାର୍ଥନା ଏବଂ ଆଶୀର୍ବାଦର ପ୍ରାର୍ଥନାକୁ କରିବେ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ସ୍वर्ଗୀୟ ପିତା, ତୁମରି ମହତ୍ ନାମକୁ ଧନ୍ୟବାଦ ଦଉଛୁ ରାଜା। ପ୍ରେମିକ ପରମେଶ୍ୱର, ଆମମାନଙ୍କୁ ପ୍ରତ୍ୟେକ ତୁମେ ଅନୁଗ୍ରହ କଲ, ଦୟା କଲ, ସୁନ୍ଦର ସହଭାଗିତା ଦେଲ, ଆଉ ଏକ ଦିବସ ଯୋଡ଼ିଦେଲ, ଦେଖିବା ପାଇଁ ସୁଯୋଗ ଦେଲ। ପ୍ରଭୁ ତୁମକୁ ଗୌରବ, ତୁମକୁ ପ୍ରଶଂସା, ତୁମକୁ ଆରାଧନା କରିବା ପାଇଁ ପ୍ରତ୍ୟେକଙ୍କୁ ସୁଯୋଗ ଦେଇଛ, ସେଥିପାଇଁ ଧନ୍ୟବାଦ। ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଭୁ ତୁମେ ଆଜିର ଉପାସନାକୁ ତୁମେ କଢେଇ ନେଲ ବୋଲି ତୁମକୁ ଧନ୍ୟବାଦ ଦଉଛି। ପ୍ରେମିକ ପରମେଶ୍ୱର ଯେତେବେଳେ ପ୍ରାର୍ଥନା କରୁଛି, ବିନତି କରୁଛି ରାଜା, ଓ ପ୍ରଭୁ ଯେଉଁ ଦାସୀଙ୍କୁ ତୁମେ ମନୋନୀତ କରୁଥିଲ, ଓ ପ୍ରଭୁ ତୁମର ସେ ମୁଖ ନିଃସୃତ ବାକ୍ୟ ପ୍ରକାଶ କରିବା ପାଇଁ, ସେଥିପାଇଁ ଧନ୍ୟବାଦ ଦଉଛି। ତୁମ ଦାସୀଙ୍କୁ ପ୍ରଚୁର ପରିମାଣରେ ତୁମେ ଆଶୀର୍ବାଦ ଅନୁଗ୍ରହ କର ପ୍ରଭୁ, ତାଙ୍କର ଜୀବନରେ ଯାହା ଯାହା ଆବଶ୍ୟକତା ରହିଛି ରାଜା, ସବୁ ବିଷୟ ତୁମେ ଯାଚି ପ୍ରଦାନ କର। ପ୍ରେମିକ ପରମେଶ୍ୱର ତାଙ୍କର ଅପଦର୍ଶନ, ତାଙ୍କର ପ୍ରଭୁ ଯାହା ଯାହା ରହିଛି ତାଙ୍କ ଜୀବନରେ ପ୍ରଭୁ, ତୁମେ ହିଁ ତାଙ୍କୁ ଫୁଲଫିଲ, ସକଳ ମନ୍ଦରେ ତୁମେ ରକ୍ଷା କର। ସୁନ୍ଦର ବାକ୍ୟ ପାଇଁ ପ୍ରଭୁ ତୁମେ ତୁମ ଦାସୀଙ୍କୁ ତୁମେ ବ୍ୟବହାର କରିଛ, ସେଥିପାଇଁ ଧନ୍ୟବାଦ ଦଉଛି। ପ୍ରଚୁର ପରିମାଣରେ ପ୍ରଭୁ ତୁମ ଦାସୀଙ୍କୁ ତୁମେ ଆଶୀର୍ବାଦ ଅନୁଗ୍ରହ କର ବୋଲି ପ୍ରାର୍ଥନା କରାଯାଏ। ଏପରି ଭାବରେ ଶକ୍ତିର ସହିତ ପ୍ରଭୁ ବିଭିନ୍ନ ସ୍ଥାନରେ ତୁମ ଦାସୀଙ୍କୁ ତୁମେ ବ୍ୟବହାର କର, ଅନେକଙ୍କ ନିମନ୍ତେ ସେ ଆଶୀର୍ବାଦ କାରଣ ହୁଅନ୍ତୁ ବୋଲି ପ୍ରାର୍ଥନା କରାଯାଏ। ଯେଉଁ ଯେଉଁ ଜାଗାରେ ପ୍ରଭୁ ତୁମର ବାକ୍ୟ ପହଞ୍ଚି ପାରିନି, ପ୍ରଭୁ ଅନେକ ପ୍ରଭୁ ସ୍ତ୍ରୀ ମାନଙ୍କ ପାଇଁ ସେ ଆଦର୍ଶ ସ୍ୱରୂପ ହୁଅନ୍ତୁ ବୋଲି ପ୍ରାର୍ଥନା କରାଯାଏ। ପ୍ରେମିକ ପରମେଶ୍ୱର ଯେତେବେଳେ ପ୍ରାର୍ଥନା କରୁଛ, ଉପସ୍ଥିତ ପ୍ରତ୍ୟେକଙ୍କୁ ତୁମେ ଆଜି ଆଶୀର୍ବାଦ କରିଛ, ଅନୁଗ୍ରହ କରିଛ, ଜୀବିତ ମାନଙ୍କ ମଧ୍ୟରେ ଗଣନା କରିଛ, ପ୍ରଭୁ ନାମ ସ୍ଥାନ ଦେଇଛ, ତୁମର ରବ ଶୁଣିବାକୁ ଆମମାନଙ୍କୁ ସୁଯୋଗ ଦେଲ, ସେଥିପାଇଁ ଧନ୍ୟବାଦ ଦଉଛି। ଯେଉଁ ବାକ୍ୟ ଆମେ ଶ୍ରବଣ କରୁଛୁ ରାଜା, ସେ ବାକ୍ୟକୁ ଆମମାନଙ୍କ ଜୀବନ ଯେପରି କାର୍ଯ୍ୟକାରୀ କରିବୁ, ପ୍ରତ୍ୟେକ ଦିନ ତୁମର ରବ ଶୁଣିବାକୁ ଆମମାନଙ୍କୁ ଏପରି ସୁଯୋଗ ଦିଅ ବୋଲି ପ୍ରାର୍ଥନା କରାଯାଏ। ଯେତେବେଳେ ପ୍ରାର୍ଥନା କରୁଛି ରାଜା, ତୁମ ଦାସୀ ପ୍ରଭୁ ସୁନା ଭଉଣୀ ପଡି ଯାଇଛନ୍ତି ରାଜା, ପ୍ରେମିକ ପରମେଶ୍ୱର ତୁମେ ତାଙ୍କୁ ଦୟାକୁ ତୁମେ ଛୁଇଁ ଦିଅ, ସମ୍ପୂର୍ଣ୍ଣ ଆରୋଗ୍ୟତା ଦିଅ ରାଜା। ଯଦି କେଉଁ ସ୍ଥାନରେ ସେ ମାଡ ହେଇଛି ରାଜା, ପ୍ରେମିକ ପରମେଶ୍ୱର ତୁମେ ତାଙ୍କୁ ପ୍ରଭୁ ବଳ ଶକ୍ତି ସାମର୍ଥ୍ୟ ଦିଅ ରାଜା। ପ୍ରେମିକ ପରମେଶ୍ୱର ପ୍ରଭୁ ଅନୁଗ୍ରହକାରୀ ପରମେଶ୍ୱର ତୁମ ଦାସୀଙ୍କୁ ମଧ୍ୟ ବିଭିନ୍ନ ଜୁମରେ ବ୍ୟବହାର କରୁଛ, ସେଭଳି ପ୍ରଭୁ ତୁମେ ଶକ୍ତିର ସହିତ ତୁମ ଦାସୀଙ୍କୁ ମଧ୍ୟ ବ୍ୟବହାର କର। ମଙ୍ଗଳମୟ ପରମେଶ୍ୱର ସୁନା ଭଉଣୀଙ୍କୁ ତୁମେ ଆଶୀର୍ବାଦ ଅନୁଗ୍ରହ କର, ତାଙ୍କ ଶଯ୍ୟାକୁ ତୁମେ ପରିବର୍ତ୍ତନ କର, ତାଙ୍କର ମନର ବାଞ୍ଛା ତୁମେ ପୂର୍ଣ୍ଣ କର, ତ ସୁସ୍ଥ ସବଳ ରଖ ବୋଲି ପ୍ରାର୍ଥନା କରାଯାଏ। ପିଙ୍କି ଝିଅ ପାଇଁ ପ୍ରାର୍ଥନା କରାଯାଏ। ପ୍ରେମିକ ପରମେଶ୍ୱର ତୁମେ ଜାଣିଛ ପରମେଶ୍ୱର, ପ୍ରଭୁ କାରଣ ତୁମେ ସୃଷ୍ଟିକର୍ତ୍ତା ପରମେଶ୍ୱର, ତାଙ୍କର ସ୍ୱାସ୍ଥ୍ୟ କଣ ହେଇଛି କଣ ନାହିଁ ପ୍ରଭୁ ଆମେ ଜାଣିନୁ, କାରଣ ତୁମେ ପରମ ବୈଦ୍ୟ ପରମେଶ୍ୱର। ତୁମ ଦାସୀଙ୍କୁ ପ୍ରଭୁ ସେ ଝିଅଙ୍କୁ ତୁମେ ଛୁଇଁ ଦିଅ, ତାଙ୍କର ସମସ୍ତ ଶରୀର ପରିସ୍ଥିତିକୁ ତୁମେ ବଦଳାଅ ବୋଲି ପ୍ରାର୍ଥନା କରାଯାଏ। ତୁମର ବାକ୍ୟ ପଠେଇ ତୁମେ ସୁସ୍ଥତା ଦିଅ ବୋଲି ପ୍ରାର୍ଥନା କରାଯାଏ। ସୁସ୍ଥ ସବଳରେ ତୁମେ ରଖ ବୋଲି ପ୍ରାର୍ଥନା କରାଯାଏ। କେବଳ ତୁମରି ଦୟା ତୁମରି କରୁଣା ହିଁ ସୁସ୍ଥତା ଦେଇପାରେ ପ୍ରଭୁ, ଜଗତର ମେଡିସିନ ନୁହେଁ ପ୍ରଭୁ, ତୁମଠାରେ ଆମେ ସେ କରୁଣା, ତୁମଠାରେ ସେ ଅନୁଗ୍ରହ ମାଗୁଛୁ ପ୍ରଭୁ। ସେ ଝିଅଙ୍କର ସମସ୍ତ ତାଙ୍କ ଶାରୀରିକ ପରିସ୍ଥିତି ତୁମେ ବଦଳାଅ ବୋଲି ପ୍ରାର୍ଥନା କରାଯାଉ। ତୁମେ ଅନୁଗ୍ରହ କର, ଦୟା କର ପ୍ରଭୁ, ଆଗାମୀ ଦିନ ମାନଙ୍କରେ ଯେପରି ପ୍ରଭୁ ଆରୋଗ୍ୟତା ପାଇ ଯେପରି ପ୍ରଭୁ ତୁମ ଲୋକମାନଙ୍କ ନିକଟରେ ସେ ପ୍ରକାଶ କରିବ, ସାକ୍ଷ୍ୟ ଦେଇପାରେ, ସେ ବି ତୁମେ କୃପା କର। ତାଙ୍କ ପରିବାର ସମସ୍ତଙ୍କୁ ତୁମେ ଆଶୀର୍ବାଦ ଅନୁଗ୍ରହ କର, ତାଙ୍କର ଚିନ୍ତାର ଭାର ତୁମେ ନିଅ ରାଜା। ଜଣେ ଯଦି ପ୍ରଭୁ ରୋଗରେ ପଡିଲେ ପ୍ରଭୁ ଅନେକ ଚିନ୍ତା ଅନେକ ଭାରଗ୍ରସ୍ତ ହେଇଥାଉ ପରମେଶ୍ୱର, ପ୍ରେମିକ ପରମେଶ୍ୱର ତାଙ୍କର ଯୋଉ ଆର୍ଥିକ ପରିସ୍ଥିତି ମଧ୍ୟ ତୁମେ ବଦଳ, ଯାହା ଯାହା ସେବାର ଆବଶ୍ୟକତା ରହିଛି ରାଜା, ସେ ସମସ୍ତ ତୁମେ ଜଗାଅ ବୋଲି ପ୍ରାର୍ଥନା
राजा प्रेमिका परमेश्वर तेरा आस प्रभु आम प्रत्येक तुम्हें दया कर अनुग्रह कर जेपरी आगामी काली जेपरी प्रातः समय प्रभु तुमरी अनुग्रह पाए प्रभु प्रत्येक विभिन्न स्थान थिले मध्य प्रभु आम जड़ित हो पार राजा प्रत्येक तुम्हें दया कर अनुग्रह कर सुजोग दियो प्रभु एत प्रभु आम प्रत्येक तुम हस्त दूची राजा आम जागतिक कार्य कर से समय मध्य तुम्हें आम आघरे पछरे तुम्हें घेरिक राजा तुम उपस्थित दे आम कढ़े नियो सकल मंदिर तुम्हें रक्षा कर सब गौरव सब महिमा तुम्हें पाओ प्रार्थना शुणी अच्छे बोले धन्यवाद दे प्रेमय प्रभु जीशु नाम प्रार्थना करुछि आमेन। धन्यवाद भाई सुजोग देथिबारु। पास्टर पीके राउल सर सर Praise the नमस्कार Lord. ସମସ୍ତଙ୍କୁ आदर्श ନମସ୍କାର। आशीर्वाद प्रार्थना करନ୍ତୁ सर। ଆସନ୍ତୁ ଆମେ ପ୍ରାର୍ଥନା କରିବା ଆଦର୍ଶ। ଆହି ଆମମାନଙ୍କ ସ୍ୱର୍ଗସ୍ଥ ପିତା ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ ତୁମରି ରାଜ୍ୟ ଆସୁ ଯେ ରୂପେ ସ୍ୱର୍ଗରେ ସେ ରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହଉ ଆଜି ଆମମାନଙ୍କୁ ପ୍ରତିଦିନ ଆହାର ଦିଅ ଆମେ ଆପଣ ଆପଣ ଅପରାଧକୁ କ୍ଷମା କରିଅଛୁ ଯେପରି ଆମକୁ ଅପରାଧ କ୍ଷମା କର ପରୀକ୍ଷାରେ ଆମକୁ ନ ଆଣ ମାତ୍ର ସର୍ବମୂଲ୍ୟ ରକ୍ଷା କର ତେଣୁ ରାଜ୍ୟ ପରାକ୍ରମ ଗୌରବ ଯୁଗେ ଯୁଗେ ତୁମ୍ଭର ଆମେ ଏତେବେଳେ ପିତା ପରମେଶ୍ୱରଙ୍କ ପ୍ରେମ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଦୟା ପବିତ୍ର ଆତ୍ମା ଈଶ୍ୱର ଆମମାନଙ୍କ ସହିତ ସଦା ସର୍ବଦା ରହି ତୁମରି ଆଗମନ ପର୍ଯ୍ୟନ୍ତ ଆମଙ୍କ ସହିତ ଆମେନ୍।